ଆଉ ଥରେ ହାତ ଉଠେଇଲେ କଣ କରିବୁ ଭାଇ? ତତେ ମାନିବାକୁ ପଡିବ ରେ, ତୁ ମୋ ଚଏସର ଝିଅ ଭଲ ପାଇ ଯାଇଛୁ। ତୁ ସବୁଥରେ ମୋଠୁ ଆଗରେ ନୁହେଁ। ତୁ ମତେ ଗେଲରେ ମାରିଲୁ, ମୁଁ ଏବେ ତୁ ମତେ ସତରେ ମାରିଲୁ। ଭାଇ ତୁ ମୋ ପସନ୍ଦ ଗୋଟେ ହବନି, ଯଦି ତାହେଲେ ମୁଁ ତ ବଡ ଭାଇ ନା। এইটা হচ্ছে তম এগুড়ে সারপ্রাইজ। আচ্ছা হে মু জগন্নাথ কু ভালো পাই আর জগন্নাথ পে মতে ভালো পান্তি। প্রলয় তু কইলু ই কাজল যদি তো ভাউজ সাজি আম ঘরকু বহু হইকি যায় তো বহুত খুশি হব না। আরে মু তো সে চায় কাজল আম ঘরর বহু হও। তবে সତରେ খুশি অছ? তোমার ইচ্ছা আছে যে মু তম ঘরকু বহু হইকি যায়? তম পরি সুন্দরী ঝিউকু যে থরে দেখিব তা ছাতিটা হলচল হয়েছে। সে তম চারিপাখে ঘুরি বুলিব সবু আখির অন্তরাଳରେ সেই অন্ধার ভিতরে সে তমକୁ উঠেই নেইଯିବ। তমে আম ঘরর বহু হব। নটি বয় প্রলয় আজ মু বহুত খুশি। কাହିଁକି ନା ମୋ ସାନ ଭାଇ ଯେତେବେଳେ ପ୍ରେମକୁ ସ୍ୱୀକୃତି ଦେଇ ସାରିଛି, ଇ କାଜଲ କେବଳ ମୋର ହିଁ ମୋର। তু কম তো টুঙ্গুরু ভর ভাবিলু? অটোরু আরম্ভ থানার শেষ না তোর কইলু কাজলে গুড়িয়া তোর মোর কিছু নুহ। আরে প্রলয় না তু কথা মানে কলা শুন, কাজল ମୋ ସ୍ତ୍ରୀ, କାଜଲ ମୋ ସ୍ତ୍ରୀ ହେଲେ ସେ କଣ ହବ? ସିଏ ହବ ତ ଭାଉଜ। প্রলয় তু মতে 3টা থাপ্পড় মারি, ମୁଁ କିଛି କହିଲି? ମୁଁ କିନ୍ତୁ ତ ଗୋଟାଏ ମାରି। আচ্ছা প্রলয় এই ଯୋଉ গেল মরা গুড়া ভাই কাটে না? কাজল আসো চলো চলো। ওই আমি আসছি প্রলয়। বাই 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 বাই। বাবা छोड़ो काफी गुस्सा नहीं भाई चले बांधी जो बसों को मेरे मेरे बतासा उठे ही दिए आखिर निकल सी जाए स्वप्न आशु को ना 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 खाली उनका बताओ ना कि ये प्यारो नीचे गोटे छोड़ो से तो छोटिया खुशी पाई ता छोटिया खुशी पाई से समस्त को दबो ओले सिंबल डाल हम लोग खेल छोटिया खेलो बहुत खेलो কাজল মোর না মো বড় ভাই জগন্নাথর এ গলে আপন কোন ভাবিଛନ୍ତି মতে ଅନ୍ଧାର ଭିତରେ ରଖି କାଜଲକୁ ମୋଠୁ ଦୂରେଇ ଦେବେ ନା ଏ ଗଲାଏ আপন কথা দিচ্ছেন মানে কাজল মোরি মো অমন রাজবি ওটা অফেরা বাটই ଯୋଉ ରାସ୍ତାକୁ ଥରେ ଚୁଜ୍ କରେ ରାସ୍ତାଟା ପାଇଁ ଚ୍ୟାଲେଞ୍ଜ ପାଲଟି ଯାଏ। ଆଉ ମୁଁ ହେଲି ପ୍ରେମାନନ୍ଦ, ଓନ୍ଲି ପ୍ରେମରେ ଆନନ୍ଦ। ଖାସ୍ ସେଇଥିପାଇଁ ଅମର ବାବୁଙ୍କୁ ପ୍ରସ୍ତାବନା ଦେଇକି କାଜଲ ଦିଦିଙ୍କ ସହିତ ଆପଣଙ୍କୁ ସେଟ୍ କରେଇ ଦେଇଥିଲି। ଅମର ବାବୁ ତାଙ୍କ କଥାରେ ଓକେ, ହେଲେ ଆପଣ ତ ପ୍ରେମରେ ଫେଲ୍। ନାଇଁ 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 ଏ ପ୍ରେମ ଫେଲ୍ ହେଇଯିବା ପୂର୍ବରୁ ସେ ସମସ୍ତଙ୍କ ପାସ୍ ଖାତାକୁ ଚିରି ଟୁକୁଡ଼ା ଟୁକୁଡ଼ା କରେ କାରଣ ଏ ପ୍ରେମ ନିଜେ ଗୋଟେ ଝଡ଼ ହେଇ ବଡ ଭାଇ କି ମାଡ଼ ମାରିପାରିବେ? ମାଡ଼ ନବେ ମଡ଼ দরকার বলে মো খুশি পাই সেইটাকে মারতেই পারে। তাই 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 পারিতেই পারে নহে সেটা মরিবা দরকার। তাহলে হলে সে কাজল তোটি জীবিতাକୁ শেষ নাই নাই ଆପଣ ସେମିତି କରନ୍ତୁନି। ବିଶ୍ୱାସ କରନ୍ତୁ କାଜଲକୁ ମୁଁ ବହୁତ ଭଲ ପାଏ, ମୋ ଜୀବନଟା ବି ଅଧିକା। କାଜଲ ତମକୁ ଭଲ ପାଇବା ମୋ ଚିନ୍ତାଧାରା ବିରୁଦ୍ଧ ଯାଇ ଭୁଲ କରୁଛି। ଅଙ୍କଲ ଅମନ ରାଜବୀ
ଅଶୁଭ ଲକ୍ଷ୍ୟ ପାଲଟି ଯିବ। ନାଇଁ ସାର୍ କାଜଲ ଦିଦି ବଳିଗଲେ ପ୍ରଳୟ ବାବୁଙ୍କୁ ପ୍ରେମ ବଳି ସିଏ ତ ସହିପାରିବେନି। ମୁଁ ବି ସିରିୟସଲି କାଟିବି ଆଜ୍ଞା, କାରଣ ମୁଁ ପ୍ରେମାନନ୍ଦ ଓନ୍ଲି ପ୍ରେମରେ ଆନନ୍ଦ। ଆପଣଙ୍କ ପ୍ରେମକୁ ମୁଁ ମ୍ୟାଡ଼ାମକୁ କରିକି କାମ ସାରି ଦେଇଥିଲି, ହେଲେ ଆପଣଙ୍କ ବଡ଼ ଭାଇ କ'ଣ କଲା? କ'ଣ କଲା ରେ ସେ? ଆପଣଙ୍କ ପ୍ରେମରେ ଡାମ୍ପୁର ପଡ଼ିଦେଲା। ସେ ଜଗନ୍ନାଥ ନାଁରେ 10 ବର୍ଷର 50% ସମ୍ପତ୍ତି ସରିଛି। ହଁ, ସେଇଟା ଗୋଟେ ସ୍ଲୋ ବୟସ। ଆସ୍ତେ ଆସ୍ତେ 10 ବର୍ଷର ସମସ୍ତ ସମ୍ପତ୍ତି ହାତେଇ ସାରିବା ପରେ ସେ ହେଇଯିବ 10 ବର୍ଷର ଉତ୍ତରାଧିକାରୀ। ଆଉ ତମେ ତାଙ୍କର ତମେ ହଉଛ ମୋ ବିଜନେସ୍ ପାର୍ଟନର। ଆମ ବିଜନେସ୍ ଆଗକୁ ନେବାକୁ ହେଲେ ପ୍ରଚୁର ଅର୍ଥ ଦରକାର। ଏତେ ଆମାଉଣ୍ଟ ମୋ ପାଖରେ ନାହିଁ ନା ତମେ କେଉଁ ଆରେଞ୍ଜ କରିପାରିବ। ଆଉ ତମ ଜେଜେ ଯୋଉ ସୁଥା ସେ ତମକୁ ଫଟା ପାହୁଡ଼ା ଯେବି ଦବ। ନାଇଁ ପ୍ରେମାନନ୍ଦ ନାହିଁ, ଏ ପ୍ରଳୟ ଏତେ ଶୀଘ୍ର ହାର ମାନିଯିବା ଚରିତ୍ର ନୁହେଁ। ସବୁ କିଛି ମୋ ହାତ ମୁଠାରୁ ଖସିଯିବା ପୂର୍ବରୁ ଏ ପ୍ରଳୟ ଗୋଟେ ସ୍ପେଶାଲ ପ୍ଲାନିଂ କରିବେ। ଶୁଣ, ତମ ଖୁସି ପାଇଁ ତମକୁ ଟାର୍ଗେଟରେ ପହଞ୍ଚ ପାଇଁ ଜବରଦସ୍ତି ଅଜଣା ଯୌଗ ସୃଷ୍ଟି କରି ପ୍ରଳୟର ମୁଣ୍ଡଟା ବିଗିଡ଼ି ଯାଇଛି ମାନେ ଶୀତ ଶତ୍ରୁର ମୁଣ୍ଡକୁ ଏଇ ମାଟିରେ ମିଶେଇ ଦବ। ସଫା କରିଦେବି ମୋ ରାସ୍ତାରୁ ସବୁ ଘଣ୍ଟ ସଫା କରିଦେବି ମୋ ଛୋଟିଆ ଖୁସି ପାଇଁ। ମୁଁ ମୋ ଶତ୍ରୁ ମାନଙ୍କୁ ଦେବେ Kajol, my sweet baby. କ'ଣ ହେଲା ମା? ଜଗନ୍ନାଥ କୋର୍ଟ ମ୍ୟାରେଜ କରିବାକୁ ରାଜି ହେଇଗଲା। ଆଜି ମତେ ବହୁତ ଖୁସି ଦେଇଛନ୍ତି। ଶୁଣ, କୋର୍ଟ ମ୍ୟାରେଜ ସରିଯିବା ପରେ ଜଗନ୍ନାଥକୁ ମୋ ତରଫରୁ ଗୋଟେ ଛୋଟି ଆଶୀର୍ବାଦ ଜଣେଇ ଦେବୁ। ସାରେ ଜଗନ୍ନାଥ ତ ପଳେଇବାକୁ ପ୍ରେମରେ ଡାମ୍ଫଳ ଫୋଡ଼ି ଦେଇଥିଲା। ଆପଣଙ୍କ କଥା ମୋ ଦେହରେ ସାବୁଳ ଲାତ ବାଟୁଛି ଆଜ୍ଞା। ଆପଣଙ୍କ କଥା ଶୁଣିକି ମୋ ହାର୍ଟ ଚୋକ୍ ହେଇଗଲା ଭଳିଆ ଲାଗୁଛି। ଜଗନ୍ନାଥ ଇଏ ଅମౌন্ট ଯାচ্ছি ଗୋଟେ ଅଜବ ଚରିତ୍ର। ଏ ଦୁନିଆ ଲୋକ ପଛରେ ତା ଅଭିନୟଟା ନିଆରା ନିଆରା। ଯୋଉ ପୋଖରୀକୁ ଜାଲଟା ଫିକିଦିଏ ଏ ପୋଖରୀରୁ ମାଛର ବଂଶ ଆପେ ଆପେ ଲୋପ ଯେତେ ବଡ଼ ବଡ଼ ମାଛ ଅଛି ସବୁ ଆପଣ ଖାଆନ୍ତି, ହେଲେ ଇଏ ଗରିବ ପାଇଁ ଚୁଲା ଚପଲା ଗୋଟେ ଅଛି ଅଛି ପ୍ରେମାନନ୍ଦ। ଶେଷ ପର୍ଯ୍ୟନ୍ତ ତୁମର 50% ସେୟାର ପ୍ରେମ ରଖିଥିବେ ଆଜ୍ଞା, କାରଣ ଇଏ ପ୍ରେମାନନ୍ଦ ଓନ୍ଲି ପ୍ରେମରେ ଆନନ୍ଦ। ତମେ ଦେଖିବ ପ୍ରେମାନନ୍ଦ ଜବନ ଯାତ୍ରୀ ଦିନେ ହେଇଯିବ ଅଶେଶ୍ୱର। ଆରେ ବାବା ଦେଖ ସରି, ଆଉ ଭୁଲ ହବନି। ମୁଁ ତ ପୁଣି ଜେଜେଙ୍କୁ କହିକି ଆସିବି ନା ନାହିଁ। ଓ ଦେଖ ମୁଁ କାମ ଦଉଛି ଆଉ ମୋର ଏମିତି ଭୁଲ କେବେ ହବନି। ପ୍ଲିଜ୍ ତୁମେ ଆସ, ମୋତେ ଘରେ ସମସ୍ତେ ଅପେକ୍ଷା କରୁଛନ୍ତି। କାଜଲ, ଏ କାଜଲ, କାଜଲ। খবর যাচ্ছি সে অন্ধারକୁ ଭଲ ପାଏ। হ্যাঁ, আরে যেতে অন্ধার সেতে আনন্দ। ଯୋଉ ଅନ୍ଧାର ତୋ ଜୀବନ ଆଜି ଶେଷ ରାତି। এই ଜଗନ୍ନାଥ ଆମ ଉଜ୍ଜଳ ଭବିଷ୍ୟତ ଆମକୁ ଫେରି ଦେ। ଅନ୍ଧାର ଭିତରେ ତୁ ଆଜି ହଜି ଯା। ଝଡ଼ ଏ ପ୍ରଳୟ ନିଜେ ଗୋଟେ ଝଡ଼। তো মন দেহ হবে আজি
অতি তো এইটি মরিব ଦେଖ ତମ ଇଚ୍ଛା ପୂରା କରିବାକୁ ଯାଇ ମୋ ପରିବାର କାହାକୁ ରୋଜଗାର ମୁଁ ତମକୁ କୋର୍ଟ ମ୍ୟାରେଜ କଲି ଅଥଚ ତମ ଦାଦି ଆଉ ପ୍ରଣୟ ମିଶ୍ର ମତେ ମାରିଦେବା ପାଇଁ ଚାହୁଁଛନ୍ତି ଏ କେତେ ଆରେ ତମେ ଏମିତି ନିଜ କରୁଛ କ'ଣ ପାଇଁ মতে বিধবা বেশ ভারী ভয় লাগে জগন্নাথ দাস को विधवा पत्नी You brute! ছলনা বই নারী ভারি সাহস রে নানি তোর ভারি সাহস তু ମୋ ଆଖି ସାମ୍ନାରେ ମୋ ପ୍ରେମିକା ଉପରକୁ ହାତ ଉଠେଇ ଦେଲୁ ମୁଁ ତତେ ଆଜି ଏଇଠି ଦେବି ଓନ୍ଲି ସିମ୍ପଲ Reach ଉପରକୁ ହାତ ଉଠେଇ ଦେଲୁ ଏ ଜଗନ୍ନାଥ ଆସିବ ମୋ ବୟଫ୍ରେଣ୍ଡ ପ୍ରଳୟର ସ୍ୱପ୍ନକୁ ସାକାର କରିବା ପାଇଁ ମୁଁ ବିଧବା ହେବି ଧଳା ଶାଢ଼ୀ ପିନ୍ଧିବି ଆଉ ତୋ ଚିତା ଉପରେ ଠିଆ ହେଇ ମୁଁ ଦାସ ବଂଶର କୁଳବଧୂ ସାଜିବି ତମେ ସବୁବେଳେ ଚାହୁଁଥିଲ ମତେ ଖୁସିରେ ରଖିବା ପାଇଁ ମୁଁ ଶେଷ ସମୟରେ ଏତିକି ମାଗୁଛି ତମେ ତମ ଜୀବନ ମତେ ଦେଇଦିଅ ନିଜେ ଗୋଟେ ଝଡ଼ ସେ ତତେ ଆଜି ଏଇଠି ଦବ ଜଗନ୍ନାଥ ଦାସ ତମ ଭଳିଆ ଗୁଣ୍ଡା ମାନଙ୍କୁ କେମିତି ଠିକ ରାସ୍ତାକୁ ଆଣିବାକୁ ପଡେ ସେ କାର୍ଯ୍ୟଟା ମତେ ବେଶ ଭଲ ଭାବରେ ଜଣା ଆଉ ଗୋଟାଏ ପଦ ଆଗକୁ ବଢିବୁ ତ ଏଇଟାକୁ ଏଇଠି ମାରିଦେବି জগন্নাথ দাস ওই শঙ্খকে ছাড়ি স্বর্গ করতে ତମକୁ ପାଗେଳି ଯାଇଛ জগন্নাথ তুমি না ମୋ ରେଜିଷ୍ଟ ମ୍ୟାରେଜ ପେପରରେ ଗୋଟେ ସିଗ୍ନେଚର ହେଇ ରହିଗଲ এইটা বেকর হীরা লগাই হাতর বৌদি খোলি এটাকে সমুদ্র ভিতরକୁ ফেঁকি দিও সাঙ্গে সাঙ্গ খোলি দেই ফেঁকি দেও তুই চিন্তা নাই কর তুই ভাল হয়েযিবু ডাক্তার মানুষ কইছন তুই ভাল হয়েযিবু চিন্তা নাই কর প্রসাদ খাইব
ঠিক ମୁଁ କିଏ ଆପଣମାନେ କିଏ ଏଇଟା କୋଉ ଜାଗା এই বাবু বাবুরে এই তোর কিছু কথা মনে নাই পড়ছি হ্যাঁ আর আগে কড়া কড়া সব হয়েছিল কিছু মনে নাই পড়ছি তো? আয় 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 এই বাবু তুই কত তোর নামটা কি হচ্ছে হ্যাঁ বাবু কহ না তোর নামটা তোর কি? নামটা কি আছে কই রে বাবু বাবু। কই তোকে তোর ঘর নেই হ্যাঁ, তুই কহ, তুই কহ তোর হায় নামটা হায় কি? হায় ମୋ ନାଁ আর তোর নামটা কই বাবু রে কহ কহিলে রে হানা 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 রে বাবু ମନେ ପଡୁନି তোর নামটা মনে নাই পড়ছি হয় 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 ঠিক আছে বাবু তুই চিন্তা নাই কর আচ্ছা বাবু তোর ঘরটা কেন জায়গায় আছে কইলে? তোর মকান তোর ঘর তোর গা তুই কহ তোর ঘরটা কোন জায়গায় আছে তোর গা ମୋ ଘର হ্যাঁ, কহ, কহ তোর তুই ঘরটা তোকে কোন তোর জায়গায় আছে? ঘর নেই ମୋ ଘର হ্যাঁ কহ তোর ঘরটা কোন জায়গায় আছে? বাবু বাবু ମନେ ପଡୁନି হ্যাঁ କିଛି ମନେ ପଡୁନି এ বুয়া হানা রে এই বাবুটার তো কিছু কথা মনে নাই পড়বে হায় হায় কারা করবা যে কাଣା করবা কাଣା করবা কহ তো এই কলেই মতে লাগছি এই উমর জগা মতে পুতাটে দে বুয়া আরে মা মুই তো পাচলা তার কেতেবেলে ঝড়ি ଯିବି তুই তুই সেটাবেলে দুদিনারে একলা ହେଇଯିବୁ রে এ বুয়া মুই তোকে কেতে তো কইছি তুই এরকম কথা নাই কইবো হায় হায়। সব কইছি বুয়া কাଣା রে তুই এরকম কথা কইলে মুই তোর সঙ্গে কথা নাই এবি এই কোন হেই আমি মতে লাগছি এই পুতাটা মো ভাঙ্গা নার নাউরি হব মুই তাকে মাছ ধরা শিখেই দেবি মোর সাথে সে মাছ ধরবাকে সমুদ্রকে জীব আজিনু এই পুতাটা মোর ঘরে রহিবা মুই তোকে মাছ ধরা শিখিয়ে দেবি মাছ ধরবাকে সমুদ্রকে দিবা আজিনু এই পুতাটা মোর ঘরে রহিবা ଶୁଣ ତମ ନାଁ କଣ মোর নামটা কণ্ঠের বাবু এ বাবু তুই কত তোর নামটা কি হচ্ছে কহ না বাবু তোর নামটা কি হচ্ছে বাবু মনে পড়ুনি মনে নেই পড়বার তোর নামটা কি হচ্ছে হ্যাঁ, তোর নামটা কণ্ঠে মুই কনে আর তুই কনে আরে প্রমাণ পত্র ଅଛି ତେଣୁ ସେ ଧଳା ଶାଢ଼ୀ ପିନ୍ଧିଲେ ବିଧବା ଏ ସର୍ଟ ଡ୍ରେସ୍ ପିନ୍ଧିଲେ ବି ଜଗନ୍ନାଥ ଦାସର ବିଧବା ପତ୍ନୀ କାଜଲଟା ଇମ୍ପସିବଲ ଓ খুব কম দিন ভিতরে কাজল এ ঘরর সদাবাবুর মান্যতা পাইব যদি আপন কহিলে সে ধଳା ଶାଢ଼ୀ ପିନ୍ଧି କେତେ ଦିନ ବୁଲିବ ପ୍ରଳୟ ଆଜ୍ଞା ବାପା ମନା କରୁଛନ୍ତି ମାନେ ତୁ କାଜଲକୁ ମ୍ୟାରେଜ କରିପାରିବୁନି তোর পড়ে শুনছো দাদি কোন কହୁଛନ୍ତି শুଣୁଛୁ ନା ନାଇଁ হট কমপ্লিটলি হট আরে তଳ ତାର ମ୍ୟାରେଜକୁ ସ୍ୱୀକୃତି ଦେଇନଥିଲୁ ତମ ଡାଡି କେମିତି ଦେଲେ ମୁଁ କହୁଛି ମାନେ କାଜଲ ପ୍ରଳୟକୁ ମ୍ୟାରେଜ କରିବାଟା ଦରକାର মধু তোমার এই ভুল সিদ্ধান্ত পাই দিনে হয়তো পৃথ্বীরাজ দাস তা নিজ ঘরକୁ ଆସିବାର ବାଟ ଭୁଲିଯିବ
ଶୁଣ ଯିବା ପୂର୍ବରୁ 4 ପ୍ଲେଟ୍ ମଟନ ଗୋଟେ ବ୍ଲାକ୍ ଡକ୍ କ୍ୱାର୍ଟଟେ ପଠେଇ ଦବ। ମୋ ପାଇଁ କଙ୍କଡ଼ା ଟିକେ ପଠେଇ। ମଧୁ ଆରେ ସେ ଜଗନ୍ନାଥର ଏକାଦଶ ତୁମେ ମଦ ମାଂସ ଖାଇବ? ଓହୋ ତମ ପୁଅ ଏକାଦଶ ପାଳନ କରିବା ପାଇଁ 100 ବ୍ରାହ୍ମଣ 100 ପଣ୍ଡା ତା କାର୍ଯ୍ୟରେ ଲାଗିଛନ୍ତି। ଆମେ ଟିକେ ମାଇଣ୍ଡ ରିଲାକ୍ସ କରିବା ପାଇଁ ମଦ ମାଂସର ବ୍ୟବସ୍ଥା କରୁଛୁ। ଅସୁବିଧା କୋଉଠି? ତୁମମାନଙ୍କ ଚରିତ୍ର ପଢି ଅଣନିଶ୍ୱାସୀ ହେଇଯାଉଛି। ଗୋଟେ କଳଙ୍କର କଳା ଅନ୍ଧାର କାଳି ମାରି ମୁଁ କଳଙ୍କିତ ହେଇଯାଉଛି। ଧୀରେ ଧୀରେ ଗୋଟେ ମୃତ୍ୟୁର ମାୟା ଜାଗାରେ ମୁଁ ଯେମିତି ଛନ୍ଦି ହେଇଯାଉଛି। ମଧୁ ଆରେ ମତେ ଟିକେ ବଞ୍ଚିବାକୁ ଦିଅ। ବଞ୍ଚିଛ ନା? ମନେ ରଖ ମଧୁ, ତୁମେ ଦିନକୁ ଦିନ ଏତେ ତଳକୁ ଖସି ଯାଉଛ ଯେ ଦିନ ଆସିବ ତୁମେ ହାତ ଠାରି ଡାକୁଥିବ, ହେଲେ ତୁମ ହାତ ଧରି ଉଠେଇବାକୁ ଏମାନେ ତୁମ ପାଖରେ କେହି ନଥିବେ। ଅଛି କେହି ନଥିବେ ମଧୁ, କେହି ନଥିବେ। completely hot বন্টন বন্টন মধু এইসবুর আয়োজন ମୋ ଝିଅ କାଜଲର ସୁଖ ଶାନ୍ତି ପାଇଁ। ପ୍ରେମାନନ୍ଦ ଆସିଗଲା ଆଜ୍ଞା oh my god ଉଇଥ୍ ବ୍ଲାକ୍ ଡଗ୍। কাজল yes mom ତମେ কোন ଡ୍ରିଙ୍କସ୍ ନିଅ? no 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 actually କଥା କଣ କି ଯୋଉମାନେ ବ୍ଲାକ୍ ଡଗ୍ ପିଅନ୍ତି ସେଇମାନେ ମୋର ବହୁତ ଫେଭରାଇଟ୍। କୁକୁର ପୁରା ମ୍ୟାଡାମଙ୍କର ଚଏସ୍। ଏ କାଜଲ ମୋ ମମି ନା ଓପନ୍ ଡ୍ରିଙ୍କସ୍ କୁ ଭାରି ଲାଇକ୍ କରନ୍ତି। ହଁ ତମେ ବି ଆଉ ଗୋଟେ କଥା ଜାଣିନ, କଣ? ମୁଁ ବି ମୋ ମମିଙ୍କ ସହିତ ଡ୍ରିଙ୍କସ୍ ନିଏ। wow ଏ କାଜଲ ଏଇ ଖୁସିରେ ଗୋଟାଏ ବେଗ ହେଇଯାଉ ନା। କଙ୍କଡ଼ା sure ଛେଚି why not ଆଜିର ଆସରଟା ନା ସମ୍ପୂର୍ଣ୍ଣ ନିଆରା ନିଆରା। ତେଣୁ ଆଜିର ଆସର ଭାଇ ଆମର ରାଜବି ବନେଇବ ସିମ୍ପଲ ଓନ୍ଲି ୱାନ୍ ଟାଇମ୍। ଆଜ୍ଞା ଆପଣଙ୍କର କେବେ ଇଚ୍ଛା ହେଇଛି ବାଗେଇବା ପାଇଁ ନିଜେ ବାଗାନ୍ତୁ। ମ୍ୟାଡାମ ନିଜେ ନିଜେ ବାଗାନ୍ତି ଟିକେ ହାର୍ଡ କରୁଛନ୍ତି। ମୁଁ ସେଗୁଡ଼ା ପିଲା ପରେ ସ୍ଥାନ କାଳ ପତ୍ର ଭୁଲି ଯାଇଛି। ତାଙ୍କରି ବେଡ଼ରେ କେତେ ଥର ଶୋଇଛି। oh nice shot ଜାଗା ଖୋଜିଲା। ମୁଁ ଖାଏ ଖାଅ ତେଣୁ ଆଜିର ଆସର ଭାଇ ଆମର ରାଜବିର ସିମ୍ପଲ ଓନ୍ଲି ୱାନ୍ oh daddy Yes, Yes. come on. sure daddy Come on. Come on, Rajveer. ଶ୍ରୀମନ୍ଦିର ପରି ମୋ ପବିତ୍ର ଘରଟାକୁ ତୁ ଆଜି ଅପବିତ୍ର କରିଦେଇଛୁ। ରଖିଦେ ମଦ ଟ୍ରେ, ରଖିଦେ କହୁଛି, ରଖିଦେ। ଯୋଉ ମିତ୍ର ଦୃଷ୍ଟିର ଅନ୍ତରାଳରେ ରହି କାର୍ଯ୍ୟ ନଷ୍ଟ କରୁଥାଏ, ପ୍ରତ୍ୟକ୍ଷରେ ମଧୁର ବଚନ କୁହେ, ସେଭଳି ବନ୍ଧୁ ବିଷପୂର୍ଣ୍ଣ ମାଠିଆ ମୁହଁରେ ଥିବା ଅମୃତ ସଦୃଶ୍ୟ। ତମକୁ ବାରମ୍ବାର ମନା କଲା ପରେ ବି କୋଉ ମୁହଁରେ ପାଦ ଥାପିଛ ଦାସ ବଙ୍ଗଳାର ଚଟାଣ ଉପରେ। ଲଜ୍ଜା ଲାଗୁନି ତମକୁ? ବାହାରି ଯାଅ, ବାହାରି ଯାଅ ଘରୁ, ବାହାରି ଯାଅ। completely hot ଆପଣ ନିଜ କଣ ବୋଲି ଭାବିଛନ୍ତି? ଘରକୁ ଆସୁଥିବା ଅତିଥିକି ଆପଣ ଏଇଭଳି ବ୍ୟବହାର କରୁଛନ୍ତି? ମତେ ଲାଗୁଛି ଆପଣ ପାଗଳ ହେଇଯାଇଛନ୍ତି। କୋଉ ପାଗଳ ହେଇଯାଇନି, ବରଂ ତମେ ମାନେ ସମସ୍ତେ ପାଗଳ ହେଇଯାଇଛ। ପାଗଳ ଶୁଣ, ତମେ ତମର ହିତାହିତ ଜ୍ଞାନକୁ ଭୁଲି ଯାଇଛ। ତମକୁ ନୀତିଶାସ୍ତ୍ର ପଢେଇବା ଯାହା, ଅନ୍ଧ ଆଗରେ ଦର୍ପଣ ଦେଖେଇବା ଠିକ। ତମେ ନାରୀ ନୁହଁ, ତମେ ହଉଛ ନର୍କର କୀଟ। Grandpa! Please, be casual. Nice to meet with you. Grandpa, आज ଆପଣଙ୍କ ନାତି ଜଗନ୍ନାଥର ଏକାଦଶ ଉପଲକ୍ଷେ ମୋ ବୟଫ୍ରେଣ୍ଡ ପ୍ରଳୟ ସହିତ ମୋର ଏନଗେଜମେଣ୍ଟ। ପ୍ଲିଜ୍ ଏନ୍ଜୟ with us.
grandpa. Say खुसरे को पैक है जाओ ना. Please, come on, grandpa. Please, come on. କାମନାରେ ବୁଡ଼ି ଯାଉଥିବା ତମ ପରି ଝିଅମାନଙ୍କର ଲଜ୍ଜା ଅଛି ନା ଡର ଅଛି? ଭାଷ କହୁଛି। ତୁ ବହୁ ହବୁ ତମେ ମାନେ ମଣିଷ ନା ଗୋଟାଏ ଗୋଟାଏ ନର ରାକ୍ଷସ? ତମେ ମାନେ ହଉଛ ନର୍କର ଗୋଟାଏ ଗୋଟାଏ କୀଟ। ଶୁଣ, ମୋ ଜଗନ୍ନାଥ ମରିନି, ସେ ବଞ୍ଚିଛି। ତା ଶୁଦ୍ଧିକ୍ରିୟା କେବେ ହେଲେ ଏ ଦାସ ବଙ୍ଗଳା ଭିତରେ ମୁଁ କରେଇ ଦେବିନି। କାହିଁକି ଚିତ୍କାର କରୁଛନ୍ତି? ଘରକୁ ଅନେକ ଗେଷ୍ଟ ଆସୁଛନ୍ତି, ତେଣୁ ନିଜ ସମ୍ମାନ ରକ୍ଷା କରି ଚୁପ୍ ରୁହନ୍ତୁ। ଆମେ ଆପଣଙ୍କୁ ଅସମ୍ମାନ କରିବା ପୂର୍ବରୁ ଚୁପଚାପ ଘର ଛାଡ଼ି ଚାଲି ଯାଆନ୍ତୁ। ଆପଣଙ୍କ ଜଗନ୍ନାଥ ନାଁରେ ତିଆରି ହେଇକି ଅଛି ଓଡ଼ିଆ ଘରକୁ ଆମେ ଯିବୁନି କି ଆପଣ ଆମ ଦାସ ବଙ୍ଗଳାରେ ପାଦ ରଖିବା କେବେ ଚେଷ୍ଟା କରିବେ? କାନ ଖୋଲି ଶୁଣିଲ ତ ନୀତି ଆଦର୍ଶ ଗୀତା ଭାଗବତ ପୋଥି ପୁରାଣରେ ଗଣ୍ଠି ବାନ୍ଧି ରହ। ଆମ ନୀତି ଆଦର୍ଶ ଚଳିତ ଚଳ ଆଚ୍ଛା ତୋ ପାଇଁ ମୁଁ ଏ ଘରେ ମଶାଣି କରିଦେବି। ମଶାଣି ଠାକୁର ମନ୍ଦିର ଭିତରେ ରୁହନ୍ତି, ହେଲେ ମଶାଣିରେ ରୁହ। ଏ ଦାସ ବଙ୍ଗଳାଟା ଆଉ ମନ୍ଦିର ହେଇ ରହିନି, ମଶାଣି ପାଲଟି ଯାଇଛି ମଶାଣି। ମୋ ଅନ୍ତରାତ୍ମା କହୁଛି, ତମେ ମାନେ ଘର ସଂସାରରୁ ବାହାରି ଗଲା ପରେ ଗୋଟାଏ ଗୋଟାଏ ଶବ ପାଲଟି ଯାଇଛ। ଶବ ମୋ ଜଗନ୍ନାଥ ମରିନି, ସେ ବଞ୍ଚିଛି। ଦାସ ଶୁଦ୍ଧିକ୍ରିୟା କେବେ ହେଲେ ଏ ଦାସ ବଙ୍ଗଳା ଭିତରେ କରେଇ ଦେବି କେବେ ନୁହଁ। ଆମ କଥା ଶୁଣ underwater. और target अनुसार मिस्टर डैनियल समुद्र नगर पकई ड्रग्स गुड़ाक सब सप्लाई कर सारी। देखुन आपको आमर सब ट्रक रे ड्रग्स लोड हो सारी। এই অন্তর রাতে ভিতরে আমার সব ট্রক যেকোনো জায়গায় পৌঁছিবা দরকার। এলে কোম্পানি গোদাম সুরক্ষিত আছে। আপন সেই সব কথা চিন্তা করেন বলে সে সব অলরেডি রেডি করি সারি। এই পুলিশ আসলে সবার কোন আছে? পুলিশ যদি মত 10 কোটি টাকা ড্রগ্স উপরে খালি নজর পকায় এ প্রণাতাকে দেব অনলি সিম্পল দায়া। ভাই তুমি মো ହେଲେ ସବୁ ଏଥିରେ ଆଶ୍ଚର୍ଯ୍ୟ କ'ଣ ଅଛି? ଆରେ ଏସବୁ ହଉଛି ମୋ ବିଜନେସ୍ ଗୋଟେ ଆଉ
ସମୁଦ୍ର ଅଗାଧ ଜଳରାଶିରେ ମୋ ବିଜନେସ୍ ଅଫିସର ତୁମ ପୂର୍ବରୁ ଯୋଉ ଅଫିସର ମାନେ ଥିଲେ ସେମାନେ ମୋ ପାଖରୁ ମୋଟା ଅଙ୍କ ଲାଞ୍ଚ ନଉ ନୂଆ ହେଇ ଆସିଛ ଏରିଆ ବାବଦରେ ତୁମର ଧାରଣା ନାହିଁ ମୁଁ ଏଠାରେ ଜଏନ୍ କରିବା ପରେ ଏ ଏରିଆ ବିଷୟରେ ମୁଁ ତନ୍ନ କରି ମୁଁ ରିପୋର୍ଟ ନେଇ ସାରି ଗୋଟେ ରିପୋର୍ଟ ନେଇଥିବ ତମ ପୂର୍ବରୁ ତମ ଅଫିସର ମାନେ ଆମ ଠାରୁ କେତେ କେତେ ଟଙ୍କା ବଟି ନିଅନ୍ତି ଭିନ୍ନ ମଣିଷ ବଢିଆ କଥା କହିଲେ ଏତେବେଳକୁ ମନକୁ ପାଇଲା ନାଇଁ ତମକୁ ଟିକେ ଟିକେ ଅଡୁଆ ଲାଗୁଥିବ କାହିଁକି ନା ତମେ ଆମର ସମ୍ପର୍କୀୟ ନା ସେଇଆ ହିଁ ମୁଖ ମୋ ସମ୍ପର୍କ ମାନେ ଜଣେ ମଣିଷ ଅଫିସର आवश्यक पकड़े तू 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 बहुत राजमेर शिल्प नहीं सेना रे तू फील्ड आउट बयस घड़गला मिस्टर हाथ कड़ी पकड़ी ना शांति नीचे गोटे झड़ दरकार पड़े से सब संपर्क भूली जाई देदब ओनली सिंपल टास्क संपर्क दृष्टि कौन चुपचाप मो सहित थाना चल चल मुझे चलो बड़ भाई जगन्नाथ ये जगन्नाथ अरे ये जो जगन्नाथ अब से चिन्ह पारुनी केमी बाबू पुलिस सब क्या लगी मरुला जीवन बंधुक फुटाई बाबू ने ये तोर की कौन ने बाबू ने बड़ भाई तुम बड़ भाई मुई तोर बड़ भाई अच्छी भाई तुम तुम चिन्ह पार तुम साल भाई अलग स्वामी तुम आईपीएस टपर जगन्नाथ 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 से बुढ़ा बुढ़ा कहला मुई कहता जगन्नाथ जानू मोर कलेईटा कांदला जे कांदला तू पुणी मत जगन्नाथ बोली कहू बर्तमान मो सहित थाना बुआ आमार खाना बुद्धि बतासु मुई तोर जीवन रक्षा कली तुई मत को थाना को जीवु बड़ भाई मुई नाई जीव ना तो कलर नाई पड़मी नाई बड़ भाई नाई भाई ओ नो
हे पुलिस बाबू मुई तो हाथ जोड़ कर जाऊ लाउती मुई तो पत्तल पड़छ रे बाबू मोर कोनेटाके छाड़ी दे बाबू मोर कोनेटाके छाड़ी दे हे पुलिस बाबू আমি 2 দিন না খাইলে বচে যাব হেলে মোর পাকে মোর পাকে 300 টাকা আছে এই 300 টাকা দেই করে তুই মোর কোনেটাকে ছাড়িয়ে দে রে বাবু তুই মোর কোনেটাকে ছাড়িয়ে দে ମୁଁ ତମକୁ ବାନ୍ଧିବାକୁ ଆସିଲି କାଲି ରାତିର ଘଟଣାଟା ମୁଁ ଜାଣିଛି ସେମାନେ ତମକୁ ନିଶ୍ଚୟ ହଇରାଣ କରିବେ ସେଥିପାଇଁ ଗୋଟେ ଭାଇ ହିସାବରେ ମୁଁ ତମକୁ ସାହାଯ୍ୟ କରିବାକୁ ଆସିଛି ହଁ ମୁଁ ତମର ବନ୍ଧୁ ମୁଁ ବି ତମର ଗୋଟେ ଭାଇ ଏ ବାବୁ তুই মতো নাম্বার লাগে নাই একজন না এ বাবু জানিছু তোকে দেখে মকে লাগুছি କ'ଣ କହିଲ তুই মোর ভাই আছো এ কোন আলো ছোটা করা হইছে যে কানা করবি বাবুকে কোন করে ঘাফা লাগে তো ସେମିତି କିଛି ଦରକାର ନାହିଁ କିଛି ଦରକାର ନାହିଁ এ বাবু তোতে আমার ঝুপড়িটারে বসবার লাগি খারাপ লাগুছি না କିଛି ହେଇନି ତମେ କିନ୍ତୁ ଆସିଲେ ଝୁମ୍ପୁଡ଼ି ଘର ରହିବ ତମେ ତମ ଘରକୁ ଯିବ ওইটা তো আমার ঘর না করে ଓଡ଼ିଆ ତମକୁ ସେ ଗୁଣ୍ଡାମାନଙ୍କର ରକ୍ଷା କରିବାକୁ ହେଲେ ତମେ ଜେଜେଙ୍କ ସହିତ ଓଡ଼ିଆ ଗ୍ରୁପ ଆସ ওড়িয়া ঘর করা দে ওড়িয়া ঘর এই তো জেজে আসলেন केवल तो कन्हैकी नवा आसिले रे माँ तू मो जगन्नाथ को एमती स्नेह श्रद्धा माया ममतारे बांधि रखिचु जे मु कौन तो पाखु ताकू छड़े नहीं पारिबी नहीं माँ नहीं तू भी चल बा तू भी जगन्नाथ संगे चल मो परिकल्पनार ओडिया करो नहीं नहीं मोर कोने के नहीं कर मैं काय आड़ दे छिबे काय मैं काय कन्है ए बुआ तारा रे तो देखी बुढ़ा बाबू के এই বুড়া বাবুটা ভাল লোক অছি তুই তার পাশে রইবু তো সুখরে রইবু ভালরে রইবু শান্তিরে রইবু হ্যাঁ বন্ধু বুড়া বন্ধু ভাল পাবু বুয়া হ্যাঁ তুই কথা কହୁଛୁ তুই কথা কହୁଛୁ কারা বলি
ଛୁଆଟା ପରା ଏ ବାବୁକେ କଥା ଦେଇଛି। তাই না বুয়া তোর কথা নেই বাবুকে ফেরে দেবো তোর কথাটা দিদিকে ফেরে দেবো তুই মোর কথাটা নাই ফেরাই পারবি, তোকে বুড়া বাবু সাথে জীবাকে পড়বা। তুমি বুঝলে বুয়া হ্যাঁ? তুমি বুঝলি কଣ বুঝলু? এই বুড়া বাবুটা এই বুড়া বাবুটা তোকে পৌঁছাই দিয়েছে সেটা লাগে মোর কনেটাকে নেই করছিবার কথা কইছো এই বুয়া মুই সত কইছিল বুয়া এই বুড়া বাবুটা আমার কনেটাকে ছড়াই দেয় নাই নাই এই বুয়া আমার কনেটা চালি গলে ওই গান্ধী তুই বি গান্ধী বুয়া মুই সত কইছিল বুয়া মুই সত কইছিল মোর কনেটাকে ছাড়ি করে মুই বলছি নাই বাড়ি ওই মারে তুমি লম্বা ওই মারে ଏ ମା ତୋ କହ୍ନେଇକୁ ତୋ ପାଖରୁ କେହି ବି ଅଲଗା କରିପାରିବେନି, କେହି ବି ଅଲଗା କରିପାରିବେନି। ମୋ ଉପରେ ଭରସା ରଖ ମା, ମୋ ଉପରେ ଭରସା ରଖ। ମୋ ଜଗନ୍ନାଥ ତୋ କହ୍ନେଇ ହେଇ ସବୁଦିନ ତୋରି ପାଖେ ରହିବ। କହ୍ନେଇକୁ ତମେ ମାନେ ଯେତିକି ଭଲ ପାଉଛ ମୁଁ ମଧ୍ୟ ମୋ ଜଗନ୍ନାଥକୁ ସେତିକି ଭଲ ପାଉଛି। ମୁଁ ତ ସମ୍ପର୍କରେ ଭାଗ ବସେଇବା ପାଇଁ ଚାହୁଁନି ରେ ମା, କେବଳ ତମ ଦି ଜଣକୁ ଗୋଟାଏ ସୂତାରେ ବାନ୍ଧି ଦେବା ପାଇଁ ଚାହୁଁଛି। ଏ ମା, ସ୍କନ୍ଦ ପୁରାଣରେ ଲେଖା ଅଛି ଶହ ଶହ ଲୋକଙ୍କ ମଧ୍ୟରେ କେହି ଜଣେ ଯୋଦ୍ଧା ଜନ୍ମ ନିଏ, ହଜାର ହଜାର ଲୋକଙ୍କ ମଧ୍ୟରେ କୁଚିତ କୋଉଠି ଜଣେ ବକ୍ତା ଜନ୍ମ ନିଏ। ହେଲେ ଦାତା ଜନ୍ମ ହେଇଥାଇପାରେ, ଭଗବାନ ହେଇଥାଇପାରେ। ଆଜିଠାରୁ ତୁ ମୋ ପାଇଁ ଦାତା ହେଇଯା ରେ ମା, ଦାତା ହେଇଯା। ତୋ କହ୍ନେଇକୁ ମୋ ଜଗନ୍ନାଥ କରି ମୋ କୋଳକୁ ମତେ ଫେରେଇ ଦେ ରେ ମା, ଫେରେଇ ଦେ ମତେ। বুড়া বাবা নাই ବୁଢା ବାବୁ ନୁହଁ, ଆଜିଠାରୁ ମୁଁ ତମମାନଙ୍କର ବୁଢା ଜେଜେ। মতে দেখে আশ্চর্য যেহেতু বোধে বোধে গত স্বপ্ন ଥିଲା ମୋ ଉପରେ ନେଲୁନି, ମୋ ପୁଅ ପ୍ରଳୟନରେ ଏତେ ବଡ଼ ଅପରାଧ କ'ଣ ଦରକାର ଥିଲା? ତୁ କ'ଣ ଚାହୁଁଛୁ ଏ ସମାଜ ଆଖେରେ ମୋ ମାନ ଇଜ୍ଜତ ମାଟିରେ ମିଶି ଯାଉ? କ'ଣ ହେଇଛି ମମି? ତୁ ଖୋଲିକି କହୁନୁ ତୋ ସ୍ୱାମୀ ସତ୍ୟ କାଲି ରାତିରେ ମୋ କମ୍ପାନୀକି ଯାଉଥିବା କଞ୍ଚା ମାଲକୁ ଡ୍ରଗ୍ସ ବୋଲି ଭାବି ପ୍ରଳୟ
କାଲି ରାତିରେ ପାଟ୍ରୋଲିଂରେ ଯାଇଛନ୍ତି ଏଯାଏ ବି ଘରୁ ଫେରିନାହାନ୍ତି। ଫେରିଲେ କହିଦବ ପ୍ରତିଶୋଧ ନବାକୁ ଯାଇ ନିଜ ଘରକୁ ଯେମିତି ଉଜାଡ଼ି ନ ଦଉ। ମୋ ଉପରକୁ ଆଙ୍ଗୁଠି ଉଠିବା ପୂର୍ବରୁ ଥରେ ତ ନିଜକୁ ପଚାର ପ୍ରଣୟ ଭାଇ କେତେ ଠିକ ଆଉ କେତେ ଭୁଲ। ହଟ କମ୍ପ୍ଲିଟଲି ହଟ। তুমি প্রলয়ের দোষ দেওয়া আরম্ভ করদেলুনি। তাহলে তু কହୁଛୁ প্রলয় ড্রগ্স কারবার করছে। ঠিক জানিছি এ সমাজটাকে বদনাম করিয়া পাই তোর বি হাত ଅଛି। মনକୁ মন বাহাই পড়ে যা তো বদনাম দেলু সেদিকে তো মন শান্তি হেলানি যে ଆଉ କଣ କୋର୍ଟର କାଠ କରା ଠିଆ କଲେ ତ ମନ ଶାନ୍ତି ହବ। ମମି କାହିଁକି ମମି କାହିଁକି ତୁ ମତେ ସବୁବେଳେ ମିଛର ଅପମାନ ଗୁଡ଼ା ଦଉଛୁ? ଘର ଗୋଡ଼ କାଢ଼ି ଆସିଲା ପରଠାରୁ ତୋ ମନକୁ ଯେତେ ଭୁଲିବାକୁ ଚାହିଁଲେ ବି ମୁଁ ଭୁଲି ପାରୁନି। ମୋ ମନ ଚାହେଁ ମୁଁ ତମମାନଙ୍କ ସହିତ ଦେଖା କରନ୍ତି, ତମମାନଙ୍କ ସହିତ ଦିନ କଥା ହୁଅନ୍ତି। ତୁ କହ ମମି କୋଉ ଝିଅ କଣ ତା ବାପା ମାଙ୍କର ଅମଙ୍ଗଳ ଚାହେଁ? କୋଉ ଝିଅ ନ ଚାହିଁଲେ ତୁ ଚାହୁଁଛୁ? ଓହଳିଆ ଝିଅକୁ ଜନ୍ମ ଦେଇ ମୁଁ ବଡ଼ ଭୁଲ କରିଛି। ଏକଥା ଯଦି ଆଗରୁ ଯାଇଥାନ୍ତି ଏକୁଡ଼ି ସାରା ତୋଟେ କେବେ ମାରି ଯାଇଥାନ୍ତି। ତୁ ମତେ ଏଇଠି ମାରିଦେ। ତୋଠାରୁ ମିଛ ବୋଆ ଛୁରୀ ବଞ୍ଚିବା ଅପେକ୍ଷା ମରିଯିବା ଖୁବ୍ ଭଲ। ସେ ମିଛ ଲୋକ ବନେଇବା ଦରକାର ନାହିଁ। ତ ସ୍ୱାମୀକୁ ପଚାରି ଦେବ ଯୌତୁକ ଅବତୁକ କେତେ ଟଙ୍କା ଦରକାର। ସେ ଯାହା ମାଗିବ ମୁଁ ଦେବାକୁ ରାଜି ଅଛି। ହେଲେ ଆମ ପଛରେ ଯେମିତି ଏମିତି ନ ଲାଗୁ। ମମି ତୁ ତାକୁ ଚିହ୍ନି ନଥାଇପାରୁ କିନ୍ତୁ ମୁଁ ମୋ ସ୍ୱାମୀକୁ ଠିକ୍ ଚିହ୍ନିଛି। ସଫେଇ ଦେନା ମୁଁ ଚାଲି ଯାଉଛି। ସ୍ୱାମୀକି ଟିକେ ଭଲ ଭାବରେ ବୁଝେଇ ଦେବୁ। ରହ ମମି କେତେ ଦିନ ପରେ ମୋ ଘରକୁ ଆସିଲୁ। ମୁଁ କଣ ଟିକେ ରାନ୍ଧିବି ତୁ ଖାଇ ଦେଇ ଚାଲିଯିବୁ। କେତେ ସେ ମମିକି ଭଲ ପାଏ। ତ ରାନ୍ଧିବା ଦରକାର ନା। ମୁଁ ଚାଲି ଯାଉଛି। ସ୍ୱାମୀକି ବୁଝେଇ ଦେବୁ। ତା ନହେଲେ ପରିଣାମଟା କିଛି ଭଲ ହବନି। ଶଳା ନାଁଟା କହ ମାରିକି ତା ମୁହଁ ପଟେଇ ଦେ। ଛଡ଼ା ନା ଛଡ଼ା ନୁହଁ ତ ଡାଡି। ଦାଦେ ଆପଣ ଜାଣିଛନ୍ତି ମୁଁ କୋଉ ଟାଇପର ପିଲା। ଅଯଥାରେ ମିଛ କହି ମୋ ମୁଣ୍ଡଟାକୁ ଟେଢ କର। ଆକ୍ଚୁଆଲି ଦାଦି ସେ କଥା କଣ କମ୍ପାନୀର ଅନେକ ଲୋକ କାମ କରୁଛନ୍ତି। ହୁଏତ ତାଙ୍କ ଭିତରୁ କିଏ କାର୍ଯ୍ୟ କରିଥାଇପାରେ। ତମେ ଆଉ ଆଗ ଭଳି ଆମକୁ ଭଲ ପାଉନ। ଜମା। ସବୁ କ୍ଷେତ୍ରରେ ଦୋଷ ଦେବା ତୁମର ଅଭ୍ୟାସ ହେଇଗଲାଣି। ଦୋଷ ମୁଁ ତୁମକୁ ଦଉନି ମଧ୍ୟ ଦୋଷ ମୁଁ କାହାକୁ ଦଉନି। କହୁଛ କେମିତି? ଦୋଷ ହଉଛି ମୋ ଭାଗ୍ୟର। ତମ ଭଳି ବୁଦ୍ଧିମତୀ ସ୍ତ୍ରୀ ଆଉ ଏମିତି ଗୁଣବନ୍ତ ପୁଅ ପାଇଁ ଆଜି ମୋ ସମ୍ମାନରେ କଳଙ୍କର ଚିନ୍ତା ଲାଗିଗଲା। ପୋଲିସ ଆସିଗଲେ ମଧୁ, ପୋଲିସ ଆସିଗଲେ। ଆରେ ମୁଁ ସେମାନଙ୍କୁ କି ଉତ୍ତର ଦେବି? ତମ ରାଜୁରୀ ହଜାରତାରେ ଗୋଟେ ଏତ ଘଟଣା ଘଟିଯିବ ଏଟା ମୁଁ କେବେ ବିଶ୍ୱାସ କରିପାରୁନି। ଦେଖ ପୃଥ୍ୱୀରାଜ ଆମକୁ ସଦନ କରି ଖୋଜ କମ୍ପ୍ଲେନ୍ କିଏ ସେ ଲୋକ ତୁମକୁ ବଦନାମ କରିବା ପାଇଁ ତୁମ ପଛରେ ପଡ଼ିଯାଇଛି। ଖୋଜ ଖୋଜିବା କୌଣସି ଆବଶ୍ୟକତା ନାହିଁ। ସାର୍ ନମସ୍କାର। ତମେ ଅମର ଆସିବି ଆଉ ତମ ସହିତ ପ୍ରଳୟ ଦାସ ଏ ଡ୍ରଗ୍ସ କାରବାରର ମୁଖ୍ୟ ଆସେ। କମ୍ପ୍ଲିଟଲି ହଟ। ଇନ୍ସପେକ୍ଟର ସତ୍ୟ ଏ ଘରକୁ ଆସିବା ସାହସ କଲ କେମିତି? ମୋ ପରିବାର ଭିତରେ ମୁଣ୍ଡ ଖେଳିବାକୁ ତମେ କିଏ? ଶେଷ ଦାସ ମୁଁ ଆପଣଙ୍କ ଘରକୁ ବନ୍ଧୁ ହିସାବରେ ଆସିବି। ଏ ଇନ୍ସପେକ୍ଟର ସତ୍ୟ ଅନିଶ ଜିଉତେ ଆମକୁ ଆରେଷ୍ଟ କରିବା ପୂର୍ବରୁ ଆମ ବିରୁଦ୍ଧରେ କିଛି ପ୍ରମାଣ ସଂଗ୍ରହ କରିছে ନା ସନ୍ଦେହରେ ଆରେଷ୍ଟ କରିବାକୁ ଆସିଛନ୍ତି? ଅଙ୍କଲ ଆପଣ ବୋଧେ ଗୋଟେ କଥା ଜାଣିନାହାନ୍ତି। ନା ଆପଣ ଜାଣିନାହାନ୍ତି ପ୍ରମାଣ ପାଇବା କଣ ଦରକାର? ଯେ ଆମର ଚିର ଶତ୍ରୁ ପୁଣି ପୋଲିସ ନୁହଁ ପୁଣି 3 ଷ୍ଟାର। ପ୍ରମାଣ ପାଇବା କଣ ଦରକାର? ସନ୍ଦେହରେ ବି ସିଏ ଆମକୁ ଆରେଷ୍ଟ କରିପାରନ୍ତି। କାଲି ରାତିରେ ସମୁଦ୍ର କୂଳରେ ଘଟିଯାଇଥିବା ଘଟଣା ହିସାବରେ ପ୍ରମାଣ ଦେଇ ସାରିଛି। ଆଉ ଆଜି ତା ଫେର କେମିକାଲ କମ୍ପାନୀର ଗୁଣ ଅନୁବାଦ ରସକୁ ତମେ ମାନେ ହିଁ ରଖିଛ। ଅଫିସର କମ୍ପାନୀର ଗୋଦାମ ଘରର ଚାବି କମ୍ପାନୀର ଓନର ପାଖରେ ତା
तमने तुम्हें कहना चाहছো से ड्रग्स मु रखिली ସେଇ ବାରି ଥା ଶୁଣ ସେମିତି କାମ ତ ଦୂରର କଥା ସେ ଚିନ୍ତାଧାରା ମୋ ମନ ଭିତରେ ନାହିଁ कंपनी आउ के कर्मचारी काम करिबा ପଶିବୁ ମୋ କମ୍ପାନୀର ସମସ୍ତ କର୍ମଚାରୀଙ୍କୁ ମୁଁ ତନ୍ନ ତନ୍ନ କରି ଯାଇଛି ସେମାନେ କେବେ କାମ କରିନଥିବେ ଡାଡି ଡାଡି ମୁଁ ଏଠି ଜୋର ଦେଇ କହିବି ନାଇଁ ମୁଁ ଏଠି ଜୋର ଦେଇ କହିବି ଆପଣ ଖରାପ ପାଇବେନି ଦାସ ଫେରୋ କେମିକାଲ୍ସ କମ୍ପାନୀ ନାଁରେ ଡାଡି ଆପଣ ଡ୍ରଗ୍ସ କାରବାର କରୁଛନ୍ତି ଓଏ ଆଜ୍ଞା ଆରେ ତୁ ଡାଡକୁ କଥା ତୁ କହିପାରୁଛୁ ନା 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 କହିବାକୁ ଆପଣ ବାଧ୍ୟ କରୁଛନ୍ତି ଆପଣଙ୍କୁ ପୃଥ୍ୱୀରାଜ ଭଦ୍ର ଖୋଳପ ଭିତରେ ଅସଲ ଚେହେରାଟା ଆଜି ପଦାରେ ପଡ଼ିଲେ ପୃଥ୍ୱୀରାଜ ନିଜ କାହାକୁ ମୋ ପୁଅ ମୁଣ୍ଡରେ ବଳି ତମେ ବାବା ନେବାକୁ ଚାହୁଁଛ ବେଟା ସତ୍ୟ ମୁଁ ଜୋର ଦେଇ କହିବି ମୋ ସ୍ୱାମୀ ପୃଥ୍ୱୀରାଜ ଦାସ ବହୁତ ଆଗରୁ ଡ୍ରଗ୍ସ କାରବାର କରି ଆସିଛନ୍ତି ସେ ଜଣେ ଡ୍ରଗ୍ସ ବେପାରୀ ମିସେସ ଦାସ ଏମିତି କିଛି ଘଟଣା ଆଇନର ପରିସରକୁ ଆସେ ବ୍ୟକ୍ତି ଦୋଷ ନ କରିଲେ ଦୋଷୀ ବୋଲି ସାବ୍ୟସ୍ତ ହୁଏ ଏଥର ପୋଲିସ ମାନେ ସନ୍ଦେହଜାତ ହେଲେ ସେ ଅନୁସନ୍ଧାନ କରିଚାର ପ୍ରକୃତ ଦୋଷୀ କିଏ ମୁଁ ଜଣେ ପୋଲିସ ଅଫିସର ହିସାବରେ ମୁଁ ଦୃଢ଼ କଣ୍ଠରେ କହିବି ଏ ଘଟଣା ଦୋଷୀ ପୃଥ୍ୱୀରାଜ ଦାସ ନୁହନ୍ତି ୟା ପଛରେ ଆଉ କାହାର ହାତ ଅଛି ଆଉ ଅଫିସର ଅଫିସର ମୋ ପରିବାରର ସଦସ୍ୟମାନେ ଯେତେବେଳେ ମୋତେ ଦୋଷୀ ବୋଲି ସାବ୍ୟସ୍ତ କରି ସାରିଲେଣି ମୋ ପାଖରେ ଆଉ କିଛି ବାଟ ନାହିଁ ଆପଣ ମୋତେ ଆରେଷ୍ଟ କରନ୍ତୁ ହେଲେ ଜେଲ ଯିବା ପୂର୍ବରୁ ମୁଁ ତୁମମାନଙ୍କୁ ପଦଟିଏ କହିଦେଇ ଯାଉଛି ଈଶୋପନିଷଦ କହେ ଈଶାବାସ୍ୟମ୍ ଇଦମ୍ ସର୍ବମ୍ ଏଠି ସେଠି ସବୁଠି ଈଶ୍ୱର ବିଦ୍ୟମାନ ତୁମେମାନେ ଯାହା ସବୁ କରୁଛ ସେ ସବୁ ଦେଖୁଛନ୍ତି ତୁମେମାନେ ସମସ୍ତଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ଦେଇପାର ହେଲେ ଈଶ୍ୱରଙ୍କ ଆଖିରେ ନୁହଁ ଆସନ୍ତୁ ସାର୍ ହାତ କରି ପକାନ୍ତୁ ହାତ କରି ସେଇ ବ୍ୟକ୍ତି ହାତରେ ପଡେ ଯେ ଆଇନକୁ ଅବମାନନା କରେ ହେଲେ ଜଣେ ପୋଲିସ ଅଫିସର ଆଖିରେ ଆସିବା ଘଟଣା ରହସ୍ୟମୟ ପାଲଟି ଯାଇଛି ତେଣୁ ତମର ଗୋଟେ କଥା କହିଯାଉଛି ରହସ୍ୟ ଅଛି ବୋଲି ଜୀବନ ସୁନ୍ଦର ହେ ସତ୍ୟ ସମ୍ପୂର୍ଣ୍ଣ କଠୋର ସେ ରହସ୍ୟ ପଛରେ ଥିବା ସତ୍ୟ ଖାଲି କଠୋର ନୁହେଁ ଅଧିକ ଭୟଙ୍କର କାନ୍ଦନି 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 ଚିଲିକା କଙ୍କଡା ଆଉ ଚିଙ୍ଗୁଡି ନେଇଯିବି କାଲି ବାର ଅଛି ଯା ଯା ଭାଇ ଅନ୍ଧାର ଭିତରେ ମଣି ପାଇବାଟା ସହଜ ହେଇପାରେ କିନ୍ତୁ ସେ ମଣିକୁ ହସ୍ତଲାଭ କରିବାକୁ ହେଲେ ଅନେକ ଆଘାତ ବି ସହିବାକୁ ହବ ମମି ଆରୋପତ୍ୟ ବା ସ୍ୱପ୍ନ ଦେଖିବା ଅତି ସହଜ କିନ୍ତୁ ଜୀବନରେ ପ୍ରତି ମୁହୂର୍ତ୍ତରେ ଶତ୍ରୁ ହିଁ ଶତ୍ରୁ କଣ ଆଉ କହିବି ସେ ନୋଳିଆ ବସ୍ତିରେ ସେ ଟୋକାକୁ ଦେଖି ସାରିଲା ପରେ ମତେ ଯେମିତି ଲାଗୁଛି ମୋ ବଡ ଭାଇ ଜଗନ୍ନାଥ ବଞ୍ଚିଛନ୍ତି କାହିଁକିନା ତୁ କାହିଁ ଚମକୁଛୁ ମୁଁ ତୋର ଗୋଟିଏ ବୋଲି କୁହ ମୁଁ କଣ ତତେ ମାରିବି ନା କଣ ମୁଁ କଣ ମମି ତତେ ମିଛ କଥା କହେ ତ ମୁଣ୍ଡ ଛୁଇଁ କହୁଥିଲେ ମମି ମୁଁ ଯଦି ମିଛ ବୋଲି ତତେ ଭାବୁଛି ତୁ ଯଦି ଜାଣିପାରୁଛୁ ଅଙ୍କଲ ମଚାଲୁ ଆମେ ଦି ଜଣ ଯାକ ସେ ନୋଳିଆ ବସ୍ତିରେ ଦେଖି ସାରିଲା ପରେ ସେ ଟୋକାକୁ ମତେ ଯେମିତି ଲାଗୁଛି ମୋ ବଡ ଭାଇ ଜଗନ୍ନାଥ ବଞ୍ଚିଛ ଜଗନ୍ନାଥ ବଞ୍ଚୁଛି ମାନେ ନିଶ୍ଚୟ ସେ ଘରକୁ ଫେରି ଆସିବ ଇନ୍ସୁରାନ୍ସ କମ୍ପାନୀ ଦେଇଥିବା 10 କୋଟି ଟଙ୍କା ଫେରାଇ ନେବା ପାଇଁ ଆମକୁ ବାଧ୍ୟ କରିବେ ଆସୁଛି ଏଇଟା 10 କୋଟି ଟଙ୍କା ଆମେ ତାକୁ ଫେରେଇଦବା ସେ ଟଙ୍କା ତ ମୁଁ ତମମାନଙ୍କୁ ଦେଇ ସାରିଛି ଆଉ ତୁ ତ ଏବେ ଭଲ ଭାବେ ଦେଖିଲୁ ତୁ ଯୋଉ ପୋଲିସ ଜଏନ୍ କରିଛୁ ସେ ବା ସେ 10 କୋଟି ଟଙ୍କା ଡ୍ରଗ୍ସକୁ ସିଜ୍ କରି ସାରିଛି କଣ କରିବି କଣ କରିବି କଣ କରିବି ମୁଁ
মর্ডার সে জগন্নাথ দাস নিজের তার স্বর্ণ শক্তি ফেরি পাই সে স্বর্ণ শক্তি ফেরি পাইবা পূର୍ବରୁ আমি তাকে মর্ডার করব মারে যাও জগন্নাথকে তা না চিহ্ন ভিন্ন নিভাইয়ে দিও ছড়ো নিচে গোটা ঝড় সে সমাজ আখিয়া কর ଏ ସମାଜ ଆଖ୍ୟା କରେ ମୁଁ କଳଙ୍କିତ ହେଇଛି ବା ପୂର୍ବରୁ ମୁଁ ସମସ୍ତଙ୍କୁ ଦେବି ଓଲୋ ସମ୍ବଲଟା ତ ମୁଣ୍ଡରୁ ସବୁ ଦୁଶ୍ଚିନ୍ତା ଦୂର କରିବା ପାଇଁ ଆସନ୍ତା କାଲି ହବ ଜଗନ୍ନାଥର ଶେଷ ଦିନ କାଲି ଜଗନ୍ନାଥଙ୍କର ଶେଷ ଘଣ୍ଟି ବାଜିବ ଆସନ୍ତା କାଲି ଏ ପ୍ରଳୟ ଦେବ ଜଗନ୍ନାଥଙ୍କୁ ଓଲୋ ସମ୍ବଲ ରାଜା ଓହୋ ସେ ବୁଝାচ্ছে ତାର ଘୋଡ଼ା ଆଣି ରଖିଛି ଯେ ରଖିଛି ଟିକେ ସମୁଦ୍ର କୂଳ ହେଲେ ବୁଲିବାକୁ ଗଲେ ନାଇଁ ଖେଳୁଛି ଆଜି ନା ମୁଁ ଘର ଲୁଚି କରି ଚାଲି ଆସିଛି ଆଜି ମୁଁ ସମୁଦ୍ର ଭିତରକୁ ଯିବି ଗୋଟେ ଏତେ ବଡ଼ ମାଛ ଧରମି ଯୋଉ ମାଛକୁ ମୁଁ ଖାଇବି ମୋର ବୁଆ ଖାଇବ ମୋର କଣ୍ଢେଇ ଖାଇବ ଆଉ ବୁଢ଼ା ଜେଜେ ବି ଖାଇବ ଯିବି ଗୋଟେ ବଡ଼ ମାଛ ଧରମି ଆସିବି ହଁ ବଡ଼ জগন্নাথ জগন্নাথ তুমি বঞ্চিছ জগন্নাথ ମୁଁ ତମକୁ କେତେ ଖୋଜିଲିଣି ତମ ଫେରିବା ପାଖକୁ ଚାତୁରୀ ଭଳି ଚାହିଁ ଚାହିଁ ଆଜି ପର୍ଯ୍ୟନ୍ତ ମୋ ଆଖିରୁ ଲୁହ ଶୁଖୁନି ଆସ ଜଗନ୍ନାଥ ଥରେ ମୋ ପାଖକୁ ଆସ ଏ ଜଗନ୍ନାଥ ତମେ କଣ ମତେ ଭୁଲି ଯାଇଛ ତମେ କଣ ଆମ ପ୍ରେମକୁ ଭୁଲି ଯାଇଛ ମନେ ପକାଉ ଜଗନ୍ନାଥ ସେଦିନ ସେ ଗ୍ରୀନ ପାର୍କରେ ଆମ ଦି ଜଣଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କଥାକୁ ମନେ ପକାଉ ଜଗନ୍ନାଥ ମୋର ପେପର ସେଇ ଦସ୍ତାବିଜ ଉପରେ ଆମ ଦି ଜଣଙ୍କ ସହମତି କ୍ରମେ ସେଇ ଦସ୍ତଖତକୁ ହେ ଜଗନ୍ନାଥ ହେ ବିଶ୍ୱାସ କର ସେଇଦିନ ଠାରୁ ଆମେ ଦି ଜଣଙ୍କ ସ୍ୱାମୀ ସ୍ତ୍ରୀ ମୁଁ ତମକୁ ବହୁତ ଭଲ ପାଏ ଜଗନ୍ନାଥ ମୁଁ ତମକୁ ବହୁତ ଭଲ ପାଏ କାଣ ଲାଗି তুই মতে মিথ কথা গুড়া কହୁଛୁ ମୁଁ ଏତେ ତ ଜାଣି ନାହିଁ କି ଜାଣି ନାହିଁ ହେଇ ଜାଣିଛୁ তোর মিতি ଗୋଟେ ଝିଅଟାକେ ମୁଁ ସ୍ୱପ୍ନ ଦେଖୁଥିଲି ଆଉ ସେଇ ଝିଅଟା ନା ମତେ ମାରବାର ଲାଗି ଆଇଥିଲା ଜଗନ୍ନାଥ ତମେ ମତେ ଏମିତି କହିପାରୁଛ ମନେ ପକାଉ ଜଗନ୍ନାଥ ସାରା ଜୀବନ ଆମେ ସାଥୀ ବାଟ ଚାଲିବା ବୋଲି ଆମେ ଦି ଜଣ ଯାକ ଶପଥ କରିଥିଲେ ହେ ଜଗନ୍ନାଥ ତମେ ମୋ ଠାରୁ ଦୂରେଇ ଯିବ ବୋଲି ଆଜି ତମେ ମତେ ଏତେ ବଡ଼ ମିଛର ଅପବାଦ ଦେଇପାରିଲ ହେ ଜଗନ୍ନାଥ ଏତେ ବଡ଼ ମିଛର ଅପବାଦ ଦେଇପାରିଲ ମତେ ବିଶ୍ୱାସ କର ଜଗନ୍ନାଥ ବିଶ୍ୱାସ କର ତମେ ମୋ ସ୍ୱାମୀ ଆଉ ମୁଁ ତମ ସ୍ତ୍ରୀ କାଣ କହିଲୁ তুই মোর স্ত্রী অছু ତମେ ହସୁଛ କଣ কি রকম স্ত্রী অছু তুই তো সিন্দুর নাই পিন তুই তো চুড়ি বি নাই পিন কাণ লাগি মতে মিছ কথা গুড়া কହୁଛୁ জগন্নাথ এই দুনিয়া যেତେବେଳେ ତମକୁ ମୃତ ଘୋଷଣା କଲା ସେତେବେଳେ ମୁଁ କେମିତି ସଗା ପିନ୍ଧିଥାନ୍ତି କେମିତି ସିନ୍ଦୁର ପିନ୍ଧିଥାନ୍ତି ମୁଁ ତମେ ହସୁଛ କଣ মুই ঠিক জানিছি যার মরদটা মরি যায় তার কিল্লাটা ধোলা লুগা পিঁধে তুই তো কাই ধোলা লুগা পিঁধে না কাজল হাত মানাবে তো মুন্ড সরি कौन हमें से नोलिया बस्तर दिच्छा टुका मतलब बाहर मारो বাবু বাবু রক্ত কারণ কইলো
ଖାଲି ମାଡ଼ ମାରିବେ ସେ ମତେ ମାଡ଼ ମାରିବେ ମୋ ଜିନିଷ ପତ୍ର ସବୁ ଛଡ଼େଇଲେ ସେ ଯାଉ ମନେ ଚାଲିଗଲେ ବାବୁ ଆ ତ ମୋର ସାଙ୍ଗେ ମୁଁ ଭେଣ୍ଡିଆ କରୁଥିଲି हुंडा साढ़े चिलिका गली गली साढ़े जाना रो 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 हाँ यारे 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 यही এটি তো কেউ নাই বাবুটা কার মতো মিছ কথা কই এ বাবু এটি তো কোন ভেন্ডিয়া নাই এ বাবু भेंडिया नहीं कौन तो अगर मैं एड़ा बड़ा भेंडिया छिड़ाई भेंडिया नहीं कौन मैं এ বাবু তুমি ধরো কোথায় চল তুলা তুই মত মিছ কথা কই ঠিক নাই এলু जल्दी এই ଟିକେ ଆଗରୁ ମୁଁ ତତେ କହୁଥିଲା ମୁଁ ଜଗନ୍ନାଥ ବିଧବା ପତ୍ନୀ କାଜଲ ଦାସ ତତେ ବଞ୍ଚିଥିବାର ଦେଖି ସାରିଲା ପରେ ମତେ ପୁଣି ଥରେ ସେଇ ଶଙ୍ଖା ସିନ୍ଦୁର ପିନ୍ଧିବାକୁ ପଡିଥାନ୍ତା ତତେ ବି ସତ ସତିକା ମାରିଦେଲେ ମତେ ଆଉ ସେ ଶଙ୍ଖା ସିନ୍ଦୁର ପିନ୍ଧିବାକୁ ପଡିବନି ବାସ୍ বুয়া হ্যাঁ তুমি দুজন মিছ কথা কই মতে মারবার লাগি ঠিক নাই আইছো বুয়া কথা পূজা করবা লাগা নিচুরে ফুল চন্দন ফুল দেই तब पूजा करो छोड़ो नीचे गोटे झड़ से तथा जेठू तब সম্বলটা বাবু এ বাবু তুমি মকে নাই জানিছু মুই নড়িয়া ভেন্ডিয়া আছি তোর ভিতরে কেতে ভেন্ডিয়া কো দেখি যিবা तू भेंडिया देखी तो बोले कोंका रखिया भेंडिया देखी आज मु ते एटी देवी सिंपल टाच डार्लिंग सेठी के निशा मारना भलिया अछि উনি তামাও না हमो डार्लिंग তাছাড়া ততে মার দেব চিন্টু না कौन मते मारो आ जाओ ढाल 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 ये यूट्यूब वीडियो पळे हम देखि भारी दे सेठी ढाल हाथे लग जो तुम धन आई स्वीट हार्ट ତମେ ଗୋଟେ କାମ କର ମୋ ହାତରେ ପେଟ୍ରୋଲ ଲାଗିଗଲା ତମେ ଗୋଟେ କାମ କର ମୁଁ ତାକୁ ପେଟ୍ରୋଲ ଢାଳି ଦେଲି ତମେ ଚାଉଳ ବି ଦେଇ ମାରି ଦିଅ ସେ ଜଳିକି ମରିଯିବ ଯାଉନ ଆରେ ଯାଉନ वो कहाँ गया आज आसी ହାଁ वे माची तमे मारो ତମେ ମାର से कथा कह कि मु तमु देखि बाउला रे दियासला गाड़ी रही ମାରେ कौन करबी तुम कौन हेला बड़िया हैछ तुमको देखि साला पर मोर सब कहीं फेल हो ଆଚ୍ଛା ତମେ ମତେ ଦେଖୁଛ କାହିଁକି अब आखि बंद कर देबी କାଇଁ ଯାଇକି ଜଲ୍ଦି ଯାଇକି ମାର गाड़ी दो दो ମୋ ମୁଣ୍ଡ ଗରମ କରିନି ଜଲ୍ଦି ଯାଇକି ଯାଇକି ନେଇକି ଆସ मां राण मो मम्मी राण तुमको देख तुमर तो खाली मुंड गरम होची तुमको देखि साला पर मोर कौन कौन गरम हो जाउ ଯାଇକି ନେଇକି ଆସିବ नहीं आउछ रो एटा रहला ମୁଁ କ'ଣ କରିବି उठिबो एटा सपोर्ट उठिबो जदी पुणी मुंड पेटी ଜଲ୍ଦି କି ଯାଇକି ନେଇକି ଆସ नहीं आउछ रो आउछ कौन है काई हेते तुम मो आगु आउछ आउछ ଲୋକରେ ଯୁଦ୍ଧକୁ ଆସିକି ଅସ୍ତ୍ର ଭରି ଯାଉଛି ଜଲ୍ଦି ଯାଇକି ନେଇକି ଆସ
কাজল তুমি মূর্তি মারিদেব কাজল আরে আরে তুমি তোমার জগন্নাথকে মারিদেব আমার তত্ত্ব আইনবি তত্ত্ব রে ମୁଁ ଆଇପିଏସ୍ ଟପର ଜଗନ୍ନାଥ ଦାସ ତୁ ପୁଣି ମତ ମାରିବୁ ଆମେ ପ୍ରତାରଣୀୟ ଅନେକ ଜାଳିଛୁ ଆହୁରି ଜାଳିବୁ ଭାବିଛୁ ମନେ ହଁ ଜାଳିବାର ତ ପାଇଛି সবরে তুমি ই কোন করছো ତୁ ବି ଚାଖିନେ ତୋ ଜୀବନ କୋଡ଼ି ଜାଳି ପାଉଁଶ କଥା ଥିବୁ ନା ବଇଁଶୀ ବଜେଇବୁ ତୋ ମା ମରୁ कुआरे गला बा वो कहाँ गया চলে গেল এই তুমি জানিছো তুমি কোন জগন্নাথের প্রতি শক্তি ফেরি এসেছি तापरे कौन हेला तापरे कौन हेला তারপরে সে মতে মারিলা तापरे তারপরে সে মতে মারিলা तापरे তারপরে সে মতে গোড়টা মুন্ডা যায় মারিলা এইটা নিয়ে রখি দু নাই নাই রো हम তারপরে মারি মারি সে চাড় চলে গেল চারা কোন কঙ্কড়া খাই গলা বলি আলোচনা করবা সে সারা চারা গলা যাই নেবে পড়ে গেল সে 16টি অগরকু গলা সে কোন হবো ଆଉ ମୁଁ ସେଟା କହିପାରୁନି କାନରେ କହିଦେବି ଏବେ ପାଟି କଲା ମୋ ନାଇଁ, ଏବେ ଘରକୁ କୁହ। ପାଟି କଲା ମୋ ଘରକୁ ଆବେ ହଳକା বড় ভাই তোমার শুদ্ধ শক্তি বেরিয়ে এসেছে ହଳକା তুমি চিনি পারুছ আরে হ্যাঁ সତରେ বড় ভাই তোমাকে দেখি সারা পরে মতে লাগুଛି ফুল পকড়ারা ମୋ ମୁଣ୍ଡ ଉପରେ ଅଚାରି ହେଇ ପଡୁଛି ସତରେ ବଡ ଭାଇ 2 ବର୍ଷ ହେଇଗଲା 2 ଦିନ ବି ମୁଁ ତମକୁ ମନରୁ ଭୁଲେଇ ପାରିନି ମତେ ଲାଗୁଛି ଭଗବାନ ମୋର ସବୁ ଦୁଃଖ ଶୁଣିଛନ୍ତି ସବୁ ଦୁଃଖ এই হଳକା এই ତତେ ମୁଁ କେତେ ଥର କହିଛି ଏ ବଡ ଭାଇ ଆଖି ସାମ୍ନାରେ ଯେମିତି ତୋ ଆଖିରୁ ବୁନ୍ଦାଏ ବି ଲୁହ ନ ଝରିବ ହଁ ବଡ ଭାଇ ଆଜିଠାରୁ ସେଇଆ ହବ ମୋ ଆଖିର ଜ୍ୟୋତି ମୋ ହୃଦୟର ତାରା ମୋ ଅନ୍ତର ଲୌଡ଼ି ମୁଁ ଭାବୁଛି ତୁ ସବୁ କିଛି ଜାଣିପାରୁଛୁ ତୋ ସ୍ମୃତି ଶକ୍ତି ତୁ ପୁଣି ଫେରି ପାଇଛୁ ହଁ ଜେଜେ ହଁ ହେଲେ ଖାଲି ମୁଁ ମୋ ସ୍ମୃତି ଶକ୍ତି ଫେରି ପାଇନି ମାନେ ବରଂ କୁହ ଗୋଟେ ନୂଆ ଜୀବନ ଫେରି ପାଇଛି ହେ ଠାକୁରେ କଣ ଦେଇ ମୁଁ ତୋତେ ପୂଜା କରିବି କି ନୈବେଦ୍ୟ ଦେଇ ମୁଁ ତୋତେ ସନ୍ତୁଷ୍ଟ କରିବି କି ଭଜନ ଗାଇ ମୁଁ ତୋତେ ଭକ୍ତି କରିବି ମୋତେ ଏତିକି କରୁଣା କର ପ୍ରଭୁ ଏ କଳି ଯୁଗରେ ପ୍ରଭୁ ନାମ ଏ ସାର ମନ୍ତ୍ର ତମରି ନାମ ଗାଇ ଗାଇ ଏ ଜୀବନ ଚାଲି ଯାଉ ପ୍ରଭୁ ଏ ଜୀବନ ଚାଲି ଯାଉ ଜେଜେ ମୋ ଜୀବନର ଏଇ 2 ବର୍ଷ ମତେ ଗୋଟେ ଯୁଗ ଭଳିଆ ଲାଗିଲା
ଆଉ ମୋର ବେଶ ପୋଷାକ ଦେଖି ମତେ ଲାଗୁଛି ହଁ। ମୁଁ ଯେମିତି କୋଉ ଗୋଟେ ଅଜୟ ରାଇଜରେ ଘୁରି ବୁଲି ଏ ଜଗନ୍ନାଥ কিন্তু জেজে এতে দিন না ব্যবধান পরে ମୋ ପଥ ପ୍ରଦର୍ଶକ ମୋ ବିପକ୍ଷକୁ ଯଦି ମୁଁ ଫେରି ପାଇବି ବୋଲି ମୁଁ ନିଜକୁ ବିଶ୍ୱାସ କରିପାରୁନି ଆଚ୍ଛା ସତରେ ଜେଜେ ତମ କୋଟି ପୁଣ୍ୟର ବଳ ମତେ ପୁଣି ଥରେ ତମ ପାଖକୁ ଫେରେଇ ଆଣି ଏ ଜଗନ୍ନାଥ କେତେ ଦିନ ଏମିତି ନାଟ ଲଗେଇବ କେତେ ଦିନ ସେ ନଟଖଟିଆ ବେଶ ଛାଡ଼ ଚାଲ ଚାଲ ମୋ ବାଲ ଗୋପାଳ କୃଷ୍ଣ ଶ୍ରୀମନ୍ଦିରକୁ ବିଜେ କର ମୁଁ ତମକୁ ରାଜାଧିରାଜା ବେଶରେ ସଜେଇ ଦେବି ମୁଁ ସଜେଇ ଦେବି ଏ ବାଳକା ଆରେ ଚାଲ 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 ବାবা ଚାଲ ଚାଲ ಎಲ್ಲರೂ ಬೋದು ಆಲ್ರೆಡಿ ଦେଖିଲେ କହି ଚିହ୍ନି ପାରବ ତ ପୁଅ ମୁଇଁ କାଣା করমি কিছু বুঝি নাই পারব নে মুই যে দেখে মোর কোনিটা কাহি গলা হে বাবু তুই তো পুরো ফিল্ম নো হিরোর মতন দেখা যাচ্ছু হে বাবু আই তো হে বাবু তুই তো মুই কেনতা দেখা যাচ্ছু কোন বাবু মুই কেনতা দেখা যাচ্ছি কে তো আরে কে তো বুয়া রে বুয়া তুই মোকে চিনি নাই পারবা ওহো বুঝলি তুই পুরা ফিল্ম হিরো হইছু তুই ফিল্ম হিরো হবো বলি মোকে চিনি নাই পারবা মানে তুই মোকে চিনি নাই পারবা মুই তোর সঙ্গে গেলে লাগবি দে হোয়াট ডট গুড গার্ল এ বাবু তুই মোকে মারলু ফিল্ম হিরো হবো বলি মোকে মারবো তুই মোকে মারলু মুই তোর সঙ্গে গেলে লাগবে মানে এই এই কে তো এটা কোন করছু এই মারে তো হে গনি তুই মোকে চিনি নাই পারবা ওহো বুঝলি মুই এরকম সজিয়েছি বলি তুই মোকে চিনি নাই পারবা তুই রকনি মুই সঙ্গে আসুছে মুই সঙ্গে ও মাই গড আরে কি ছিল তাকে
ଜେଜେଙ୍କୁ କହି ଏଇଟାକୁ ଘରୁ ବାହାର କରିବାକୁ ପଡ଼ିବ। ଆଉ ଇଏ ଘରୁ ବାହାରିଲା ପରେ ମଣିଷ ଟିକେ ଶାନ୍ତି ନିଶ୍ୱାସ। ଜେଜେ 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 ଟିକେ ଜଲ୍ଦି ଆସନ୍ତୁ। ସବୁ ତ ସବୁ ଜେଜେଙ୍କ। ଆରେ କାହାକୁ ନେଇ କାହାକୁ ଘର ରଖୁଛନ୍ତି। ସେ ପୁଣି କ'ଣ କହୁଛି କଣ୍ଢେଇ 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 ଭାଇ ନାଇଁ ନା ଆଜି ସିଏ ଘର ରହିବ ନହେଲେ ମୁଁ ଏ ଘର ରହିବି। ୟେସ୍ ଦ୍ୟାଟ୍ସ ଫାଇନାଲ। ଜେଜେ ଜେଜେ ଟିକେ ଜଲ୍ଦି ଆସନ୍ତୁ। ଜେଜେ ଜେଜେ ଟିକେ ଜଲ୍ଦି ଆସନ୍ତୁ। ଆଜି ସିଏ ରହିବ ନହେଲେ ମୁଁ ରହିବି। এ কন্যে তুই মোকে চিনি পারলু তো? চিনি পারলু তো মোকে? Stop it! I say stop it! বুয়াজি বুয়া তুই মোকে ইংলিশ কହୁଛୁ? ও তুই পুরা ইংলিশ বাবু হইଛୁ। তুই ইংলিশ বাবু হবু বলি মোকে ইংলিশ কইবু? তুই মোকে ইংলিশ কইলু মুই তোর সঙ্গে গেলরে লাগবি দেখ। Hey! মুই লাগবি তো Nine! জেজে কিসে কি এই জোটা এই বুড়া ছেলে মোর কোনেটা কানা হয়েছে বুড়া ছেলে। মোর কোনেটা কানা হয়েছে। এই বুড়া ছেলে হে মোর কোনেটা মোকে কোথায় কোথায় হাত উঠে করে মারুছি। মোকে গালি দউছি। ঘর বাহার যাবার লাগে কହୁছি। কানা হয়েছে রে বুড়া ছেলে। মোর কোনেটা কানা হয়েছে। এ মা তো কনেইটা এবেঠাରୁ ମୋ ଜଗନ୍ନାଥ ହେଇସାରି কারা কহিলু তো এ তোর জগন্নাথ নাই অছি এ মোর কন্হেই মুই তাকে নূতন জীবন ଦେଇছি। সে ମୋ କଣ୍ଢେଇର ମରଦ ଅଛି। বস একদম চুপ। শোন মো কন্ঢেই নু মো আইপিএস টপ্পর জগন্নাথ দাস। ଆଉ କ'ଣ କହିଲୁ ଏମିତି ଗୋଟେ ମୂର୍ଖ ନଡ଼ିଆ ଛୁକୁ ପୁଣି ମୁଁ ବାହା ହେଇଛି। ମୁଁ ହଟ୍ ରବେଶ। কানা কইল কোনে? কানা কইল তুই? মুই তোর তিল্লা নাই ଅଛି। নাই ଅଛି মুই তোর তিল্লা। নাই এই চুপচাপ এ ঘর ছাড়ি চালি যা। ছাড়ি যা এঠু। এ জগন্নাথ নাই রে কোনে তুই মোকে যাহা কইব মুই তোর কথা মানবি। হেলে তোকে ছেড়ে যাবার কথা নাই কোনে কোনে। তোকে ছেড়ে যাবার কথা নাই কো। এ কোনে তুই মোর ঘর দেবতা আছো। তুই মোর মাথার সিন্দুর আছো। এ কোনে তোকে তো ইচ্ছা হচ্ছে তুই মোকে গালিবি। তোর যাতে ইচ্ছা হচ্ছে তুই মোকে মার। হেলে তোকে ছেড়ে যাবার কথা নাই কোনে কোনে। মুই তোকে ছেড়ে করে বলছি না পারবি। বসে বাচ্চা কথা বল কর। এ কনেই এ গরিবর মুখে টিকে দেখ রে। মঝিটা কিছু পাপ নাই কর তোকে সে ভাল পাইছে। মুই তোর সঙ্গে তাকে বিয়া ଦେଇছি। জেজে জেজে মানে কোন কৌছল কিছু বুঝি পারুনি। এবারে মিছ কହୁନାହାନ୍ତି ଜଗନ୍ନାଥ। মানে ତୁ ଏ କଣ୍ଢେଇକୁ ବାହା ହେଇଛୁ। নাই তো নাই। ତୋ ସ୍ମୃତି ଶକ୍ତି ଚାଲିଗଲା ପରେ ତୁ ଏ ବସୁଆ ନାଁର ନାଉରୀ ସାଜିଛୁ। ଜେଜେ এটা ইম্পসিবল। ଆଉ ଏ କଣ୍ଢେଇ ତା ବଡ଼ ଦୋକାନୀରେ ତୋତେ ନେଇ ଶତଶତିକା ବରକନିଆ ଖେଳ ଖେଳି ସାରି হট ଏ ବରଂ ଭଲ ହବ ଯିଏ ତୋ ଜୀବନ ବଞ୍ଚେଇଛି ତାକୁ ଜୀବନ ସାଥୀ ରୂପରେ ବାଛି। ଜେଜେ ଜେଜେ একথা ଆପଣ କହୁଛନ୍ତି। ଜେଜେ ଯାହା ସବୁ ହେଇଛି ମୋ ଅଜାଣତରେ ହେଇଛି।
ଆଉ ଏବେ ମୋ ନିଜସ୍ୱ ପରିଚୟ ଫେରି ପାଇଲା ପରେ ଏମିତି ଗୋଟେ ମୂର୍ଖ ନଳିଆ ଝିଅ ପୁଣି ମୁଁ ମା ହେବି। କନେଇ ঝিকে ঝিকে তুই দেখ তোর লাগি সে কেটে দেवी देवता पूजा करता नीचे उपास रही तो कैसे खाइवा के दे सारा राती जागर जाली तोर देहे मशाटे नाई बसे दे। ঠিক আছে কহ কেতে টঙ্কা নেলে চুপচাপ এ ঘর ছাড়ি চালিଯିବି। ୟସ୍ ସେବାର ମୂଲ୍ୟ ମୁଇଁ କି ମୂଲ୍ୟ ରେ ବାବୁ ମୁଇଁ ତ ମୋ ଦେବତାର ସେବା କରିଛି ମୁଇଁ ମୂଲ୍ୟ ନାଇଁ ଦେବି ରେ ବାବୁ ମୁଇଁ ମୂଲ୍ୟ ନାଇଁ ଦେବି। হে বাবু মোর মাথাটাকে দেখ রে বাবু মোর মাথাটাকে দেখ মোর কনেই তার নিজ হাতে মোর মাথারে সিঁদুর পরিয়ে দিয়েছে এই সিঁদুরটাকে মুই নাই নেবে পারবি রে বাবু এই সিঁদুরটাকে মুই নাই নেবে পারবি। এই কনে তুই মোর মাথার সিঁদুরে সারা জীবন পাইতা রে তুই মোর মাথার সিঁদুরে সারা জীবন পাইতা। হ্যাঁ শোন তো গন্ধেটা মরি যাইছি। জেজে আপন এমতি নিরব হচ্ছেন কোন ভাই? জগন্নাথ ସ୍ମୃତିକାର ବନୁ କହିଛନ୍ତି ଶ୍ରଦ୍ଧାବାନ ହେଇ ନିଜ ଜାତି ନିକଟରୁ ମଧ୍ୟ ହିତକର ବିଦ୍ୟା ଗ୍ରହଣ କରାଯାଇପାରିବ। ଅତି ଅନ୍ତର୍ଜ ବ୍ୟକ୍ତିଙ୍କ ଠାରୁ ମଧ୍ୟ ସେବା ଦ୍ୱାରା ଶ୍ରେଷ୍ଠ ଧର୍ମ ଗ୍ରହଣ କରାଯାଇପାରିବ ଏବଂ ନିଜ କୁଳରୁ ମଧ୍ୟ ସୁଗୁଣବତୀ ସ୍ତ୍ରୀ ରତ୍ନ ଗ୍ରହଣ କରାଯାଇପାରେ। ନିୟତିର ନିର୍ଦ୍ଦେଶକୁ ଭିତ୍ତି କରି କଣ୍ଢେଇ ତୋ ସ୍ତ୍ରୀ ହେଇସାରିଛି ଆଉ ମୁଁ ମଧ୍ୟ କଣ୍ଢେଇକୁ ନାତୁଣୀ ବୋହୂ ବୋଲି ମାନି ନେଇଛି। তুই তো মুখ এসব মানে পারিবি পারিবি তোতে মানিବାକୁ ହବ। ଏ କଣ୍ଢେଇ ମୋ ନାତୁଣୀ ବୋହୂର ସମ୍ମାନ ନେଇ ମୋ ଓଡ଼ିଆ ଘରେ ରହିବ। ঠিক আছে তাহলে জগন্নাথ দাস এ ওড়িয়া ঘরর ফেরিবার বাটকু ସବୁদিন পাই ভুলিছি। ଏ ଜଗନ୍ନାଥ ছাড় মতে ছাড় মতে
তবে মানে কেই ঘর ছাড়ি যাই পারি কেবে ঘর ছাড়ি যাই পারিবনি যাই পারিবনি যাই পারি এ মা এ বুড়া বয়সরে এত বড় পাপর সব মুন্ড উপরে লদি দেই কি লাভ পাইব রে মা কি লাভ পাইব মো জানে রে মা নারী কোমল হেলে দুর্বল নুহ শক্তির অন্য নাম নারী নারীর ব্যাকুল ক্রন্দନରେ স্বয়ং ভগবান ধরা পৃষ্ঠরে অবতরণ করନ୍ତି নারী হৃদয়ের পবিত্রতা তা পতিব্রতার প্রতীক ମୁଁ ଭଲ କହୁଛି ତୋ ପବିତ୍ରତା ବଡ଼ ଦିନେ ମୋ ଜଗନ୍ନାଥକୁ ତୋ ପାଖକୁ ନିଶ୍ଚୟ ଫେରେଇ ଆଣି ଏ ବୁଢା ବାବୁ ମୋ ଝିର ହାତେ ଜଳୁଥିବା ସାଞ୍ଜବତୀଟାକେ ତୁଇ ନିଭେଇ ନାଇଁ ବଧୁ ନାଇଁ ନାଇଁ ମୁଇଁ ହାତେ ଧରିଥିବା ମୋର ଆଶାବାଡ଼ି আশাবাড়িটাকে তুই ছড়াই নেলু নাই বন্ধু নাই মই কেনটা করি বাট চালবি তুই কহ এই বুড়া বাবু তুই দিনে বন্ধু বলে ডাকি হেলে তু আজি বেইমানি করে দেলু রে বুড়া বাবু মো ঝিটা জীবন সারা কাঁদব মই তার দুঃখ দেখি সই নাই ମୋ ଛାତିଟା ମାଟି তার আগে তোর দুয়ারে মই মার মনটা পিটি পিটি জীবন হারি দেবি জীবন হে বন্ধু বন্ধু হে বন্ধু ভগবান হে ভগবান ধরছে ধরা এরকম কেমন করলো মুই কেনটা করে বাঁচবি না কেনটা করে বাঁচবি মুই তুই কেন ভাবিছ তুই এই বাবুর তোর মাথা পিটি পিটি মরে গেলে এই বাবুটা আমার কলেজটাকে ফেলেই দেবো মুখে লাগছে বুড়া বাবুটা
হায় চল বুয়া নাই রাতুরি বহু নাই তুমি ঘর ছাড়ি চালি যাওনি নাই রাতুরি বহু তমকু তম বুড়া জেজেরা নিয়া তবে মানে কেই ঘর ছাড়ি যাওনি তবে মানে ঘর ছাড়ি চালি গলে তম বুড়া জেজের ধর্ম নষ্ট হয়ে যাব বন্ধুরা মর্যাদা রক্ষা করিবা বন্ধুরা ধর্ম এ ভবিষ্যৎ দাস তা বন্ধুকে অসম্মানিত করিবা অপরাধরে সে আজি তম মানଙ୍କର দাস সাজিব দাস এরকম কথা নাই কহ এরকম কথা এই বুড়া সেজে আমার ভাগ্যটা তো আমার সাথে নাই ଥିଲା আমি তোকে কাই করে দোস্ত পুরে বুড়া সেজে আমি তোকে কাই করে ও ওড়িয়া ঘরে জগন্নাথ নাই ମୁଁ ରହିବି କେମିତି ମୁଁ ରହିବି କେମିତି ମୁଁ ରହିବି ତୋ ଗର୍ଭରେ ଜଗନ୍ନାଥର ସନ୍ତକୁ ଦେଖି ଅନେକ କଥା ଭାବିଥିଲି ଝିଅ ହେଲେ ତା ନାଁ ଦେବି ଗୀତା ପୁଅ ହେଲେ ତା ନାଁ ଦେବି ଭାଗବତ ସେଇ ଜଗନ୍ନାଥ ଭକ୍ତର ସୁରକ୍ଷା ପାଇଁ ଆଜି ମୁଁ ତମ ମାନଙ୍କ ସାଙ୍ଗରେ ମିଶି ଏ ଓଡିଆ ଘର ଛାଡି ବସ୍ତିକୁ ଚାଲିଯିବି ଆଉ ଅପେକ୍ଷା କରିବି କୋଉଦିନ ମୋ ଜଗନ୍ନାଥ ମୋତେ ଏ କୀତବାସ ପଡ଼ିଆରୁ ମୁକ୍ତି କରିବେ কথা কবি আউ গরম হয়ে যাও তো মুন্ডবা তো কোন কিছু বুঝি পার না কোন হলো মম্মি যে দিয়াশিলি কাঠি সেদিন জগন্নাথকে জালি বলি বসছিলি সেই দিয়াশিলি কাঠি বর্তমানে আসিলানি আপনাମାନଙ୍କୁ জালি বলো মম্মি কমপ্লিটলি হট গাইয়া দউଛୁ তো কিছু বুঝি পারু জগন্নাথ তা স্মৃতি শক্তি ফেরি পাই মম্মি মো বেড়া ভালো ମୋ ବେଳା ଭଲ ମୁଁ ଦିଆସିଲି ପାଇଁ ଗାଡ଼ି ପାଖକୁ ଯାଇଥିଲି ମୁଁ ଦିଆସିଲି ଫେରିଲା ବେଳକୁ ଜଗନ୍ନାଥ ସ୍ମୃତି ଶକ୍ତି ଫେରି ପାଇଁ ମୋ ସୁଇଟି ବେବି ତା ଦରଦ ଛାଡ଼ିନି ଦେଖେ ମୋ ସୁଇଟି ବେବି କେ ମାଡ଼ ମାରି ଯେ ଏବେ ଚାଲିଗଲା କଣ ସବୁବେଳେ କହୁଛ ନମସ୍କାର କଣ ମୋ ପ୍ରଳୟ ଦାସ ମୁଁ ଗୋଟେ ସିମ୍ପଲ ଛଡ଼ ମୁଁ କାହାକୁ ଛାଡ଼ିଲି ମୁଁ ସବୁ ତ ସିମ୍ପଲ ଟଚ୍ ଦିଏ ମୁଁ ବେକାର କଥା ମୁଁ କହେ ଆଉ ମମି ନିଜେ ପିଞ୍ଚି ଆଖି କରିକି ହଟ କମ୍ପ୍ଲିଟଲି ହଟ ଆজ ତମ ମା ପୁଅ ପାଇଁ ମୋ ଝିଅଟା ଆଜି ମାଡ଼ ଖଇଲା
ଆପଣ ଆକ୍ଚୁଆଲି କଥାଟା ଆପଣ ଜାଣିନାହାନ୍ତି। ଆକ୍ଚୁଆଲି ସେ ଜାଗାରେ ମୁଁ ଉପସ୍ଥିତ ନଥିଲି, ନହେଲେ ମାରିକି ମୁହଁ ପଟେଇ ଦେଇଥାନ୍ତି। ଆକ୍ଚୁଆଲି ଘଟଣା କ'ଣ ହେଇଛି, ସେ ଦିଆସିଲି ପାଇଁ ମୁଁ ଗାଡ଼ି ପାଖକୁ ଯାଇଥିଲି। ମୁଁ ଦିଆସିଲି ନେଇ ଗାଡ଼ି ପାଖକୁ ଫେରିଲା ବେଳକୁ ପଚାରୁନାହାନ୍ତି ଝିଅ ହଁ କି ନାଇଁ, ମୁଁ ଦିଆସିଲି ଫେରିଲା ବେଳକୁ ଜଗନ୍ନାଥ ଦାସ ସ୍ମୃତି ଶକ୍ତି ଫେରି ପାଇ ମୋ କାଜଲକୁ ମାଡ଼ ମାରି ସେ ସେଠୁ ଚାଲିଗଲା। ମୁଁ কমপ্লিটলি হট। জগন্নাথ দাস স্মৃতি শক্তি হেরি পাইছে মানে নিশ্চয় সে ঘরକୁ ফেরি আসিব। মতে যা লাগি ইনকম কোম্পানি দেই তো 10 কোটি টাকা ফেরি না পাই নোটিস পঠাইবে। লড়াই দেলু টঙ্কা দেলু କ'ଣ ମୋ ହାତରୁ ଯୋଉ ଟଙ୍କା ନେଇଥିଲି ଦେ। ମୁଁ ଆଡ଼ଭାନ୍ସ ପାଇଛି ତୁ ଭାବୁଛୁ ବୋଧେ। ଆଉ ମୁଁ ଲେଖିଛି ଚେକ୍ ରଖି ତତେ କହୁକୁକା ଦେଇଦେଇବା। ତୁ କ'ଣ ଜାଣିପାରୁନୁ ନା କ'ଣ? ତୁ ଯୋଉ ପୋଲିସ ଜଏନ୍ କରିଛୁ ସେ ବା ସେ 10 କୋଟି ଟଙ୍କା ଡ୍ରଗ୍ସକୁ ସିଜ୍ କରିସାରିଛି। ଆଉ ହଟ୍ କନା ମୁଁ କ'ଣ କହୁଛି ଶୁଣୁ। ତୁ ମମି ଗୋଟେ କାମ କର, ତୁ ଆମ କମ୍ପାନୀ ଆକାଉଣ୍ଟରୁ 10 କୋଟି ଟଙ୍କା ସେ ଇନ୍ସୁରାନ୍ସ କମ୍ପାନୀକୁ ରିଫଣ୍ଡ କରିଦେ। ମମି ଆଉ ଗୋଟେ ତା ମୁହଁ ମାରିକି ଫଟେଇ ଦିଅ। ଜଗନ୍ନାଥ ପୃଥ୍ୱୀ ଯୋଉ ଦସ୍ତଖତ ନହେଲେ କ୍ୟାସ୍ ବାକ୍ସରେ ଏତେ ବଡ଼ ଟଙ୍କା ଡ୍ର କରି ହେଇପାରିବନି। ଫାଟିଗଲା କି କାହାର ବାଜିଲା? ମମି ଆଉ ହ୍ୟାଲୋ ହାଲୋ କ'ଣ କହୁଛୁ? ପଚାରୁ କିଏ କହୁଛ? ହ୍ୟାଲୋ କିଏ କହୁଛ? ଆଇ ମମି ଧୀରେ ସେ ପଚାର ହ୍ୟାଲୋ କିଏ କହୁଛ? ହ୍ୟାଲୋ କିଏ କହୁଛ? ତାର ଖୁଣ୍ଟି ଉପୁଡ଼ି ଯାଇଛି ବୋଧେ। ଇଏ ଚିଲିକା ମଝିରେ କିଏ? ଖୁଣ୍ଟି ନାହିଁ। ଜଗନ୍ନାଥ କଣ କହିଲୁ ବାବା? ଘରକୁ ଆସିଛୁ? ଆଲୋ ଧନ ମୋ ଗେଲୁ ମୋ ବାଇଆ ମୋ ହଗୁରୁ ମୋ ଶୁକୁଟା ମୋ ଗେଲାଟା ମୋ ବାଇଆଟା। ଆଲୋ ମମି ହଗୁରୁ ଓ नो ଜଗନ୍ନାଥ ଘରକୁ ଆସିଛି। ଜଗନ୍ନାଥ ଘରକୁ ଆସିଛି। मैडम सिंपल आइडिया चलो ये जगह छाड़ी आ गुडी पड़े ହଁ ଗାଡ଼ି ସେଇଆ କରିବା ଚାଲ ପଳେଇବା। ମମି ଚାଲ ସମସ୍ତେ ପଳେଇବା। ଚାଲ ଆଉ ଲେଖେଇ କହୁଛୁ ଚାଲ ପଳେଇବା। তো বাপ ঝিও গেল যাও रे माँ যাও शेष रे খাই পি ডলমর সহিত মোর বহুত বড় বড় কথা। হ্যাঁ যাও না মো অত্যন্ত সম্পদ ছাড়ি বুঝিবি পড়ে। ଜଗନ୍ନାଥ ବଦଳରେ ସେଠି ଦେଖିଦେଲା ମୋ ଗୋଡ଼ରୁ ମୁଣ୍ଡ ଯାଇ ମାରିଥିଲା। ଆଉ ଏଠି ଯଦି ଏଇ କରିଦେବ ମତେ ସିନା ଗୁଳି সকালে পেটে মদ পড়ে দিয়ে চলে। হ্যাঁ যা এই ড্রেসটা চেঞ্জ করে বিধবা বেশ নেই। বিধবা বেশ? জগন্নাথ বিধবা পত্নী তোর অভিনয় করিব। ମମି ଖସିଯିବ हाँ अभिनय ଖସିଯିବ बंचिबा ଆସେନି। ଏଇ ଆ ମାଇଲେଣି ମୁଁ କିଛି ବୁଝିପାରୁନି। अरे କଣ ବା ମୋ ଘର ନା କଣ? पुआ ତମେ ମୋ ଘରେ ରହିଛଟି ମୋ ପୁଅକୁ ମାରୁଛ? झड़ ଆଇଲୁ ବାପା ମୁଁ ତ ଗୋଡ଼ ତଳେ ପଡୁଛି, ମତେ ଆଉ ଢାକେ ନା। ଲୋ ମମି ସେ ଯୋଉ ମାଡ ଯାହା କହୁଛି ସେଇଆ କରିବୁ। କ'ଣ ଆଉ କହିବୁ? ମାରି ତେଜଙ୍କ ଠାକୁର ଘରକୁ ଯା। ତେଜ ଠାକୁର ପୂଜା କଲା ବେଳେ ଯୋଉ ମଠାଟା ପିନ୍ଧନ୍ତି ସେଇ ମଠାଟା ପିନ୍ଧି ନବୁ। ମମି ସେଗୁଡ଼ା ସବୁ ମୋର ଅଭ୍ୟାସ ନାହିଁ। ଖସି ଖସି ଟାଇଟ୍ କରି ଗଣ୍ଠି ପକେଇ ଦେବୁ। ଶୁଣ ବେକରେ ରୁଦ୍ରାକ୍ଷ ମାଳଟା ପକେଇ ଦେବୁ। ଆଉ ମୁଣ୍ଡରେ ରାମାନନ୍ଦୀ ଚିତାଟା ଭଲ ଭାବେ ଲଗେଇ ଦେବୁ। ର ଟିକେ ର କହୁନାହାନ୍ତି। अरे रामायण होती ସେଇଟା କ'ଣ ପିଲାଟି ବେଳୁ ସେ ଘରେ ମୋର ଚାଷ ନାହିଁ। ସେଟା କେମିତି କ'ଣ ଟଣାଯାଏ କହୁନ? ଆରେ କେମିତି କ'ଣ? अरे भाई, बंची वो कोई रास्ता खोज ମାନେ ନାହିଁ ର ମୁଁ ଯୋଉ ଗୁଗୁଲରେ ମାରି ଆସିବେ ରାମାନନ୍ଦୀ ଚିତା ওই क्या हो मानिली मैडम ये मुंड भितर एत आइडिया साहित्य रखीच एत बड़ गोटे घटना सागे सागे कैप्चर तुम अच्छा मैडम समस्त को समस्त अभिनय भितर कहीदेल या ये अमन राजीव अभिनय ওয়াচম্যান वॉचमैन হ্যাঁ ये अमन राजवी বহুত দিন আগে ঘরে রইলনি। এ ঘর ভালো মন্দ সবু জড়া। হ্যাঁ। যাও ওয়াশিং মেশিন পাখে ড্রেসটা পড়ছি পিন্ধি নেব। अच्छी मत भी अभिनय करने पड़ो हाँ। ठीक अच्छे
ମମି ଜଗନ୍ନାଥ ହଁ ମମି ସତରେ ଆସିଛୁ? ହଁ ମମି ମୁଁ ଫେରି ଆସିଛି ସ୍ୱପ୍ନ ଦେଖୁନି ସତରେ ତୁ ଆସିଛୁ? ହଁ, ମା। ଏ ବାବା ତୁ ଏ ଘରୁ ଗଲା ଦିନ ଠାରୁ ଏ ଘର ସୁଖ ଶାନ୍ତି ସବୁ ହଜି ଯାଇଥିଲା। ତୁ ଫେରି ଆସିଛୁ ମାନେ এই ঘরକୁ ପୁଣି ଫଗୁଣ ଫେରି ଆସିଲା। ସଞ୍ଜ ହେଲେ ତୋରି ମୋରେ ମୁଁ ଗୀତା ଭାଗବତ ଶୁଣିବି। ନିଶ୍ଚୟ ମା। ରାତିର ସେଜକୁ ଗଲାବେଳେ ତୋରି ହାତ ସେବାରେ ଶାନ୍ତି ନିଦ୍ରାରେ ଶୋଇଥିବି ରେ। ହଁ, ମା। ବାବା ଲୋ ତୋ ଡାଡି ଜେଲ ଗଲା ଦିନ ଠାରୁ ନିଦ ନାହିଁ, ହଜି ଯାଇଛି ମୋ ଆଖିର ନିଦ। ମମି ମୁଁ ଏବେ କୋର୍ଟରୁ ଆସିଲି ଜାଣିଛ? ମୁଁ ଏବେ କୋର୍ଟରୁ ଆସିଲି। ହଁ ଆଉ କୋର୍ଟ କାହିଁ ଯାଇଥିଲି କହିଲ? ମୁଁ କୋର୍ଟ ଯାଇ ଡାଡିଙ୍କୁ ସେଠି ବେଲ୍ରେ ନେଇ ଆସିଛି। କଣ କହିଲୁ? ଡାଡିକି ବେଲ୍ରେ ନେଇ ଆସିଛୁ? ହଁ ମୁଁ ଡାଡିଙ୍କୁ ବାଧ୍ୟ କଲି, ଡାଡି ଆସନ୍ତୁ ମୋ ସହିତ ଦାସ ପ୍ୟାଲେସକୁ ଯିବା। ଡାଡି ମୋତେ ସିଧା ସିଧା ମନା କଲେ। ଡାଡିଙ୍କୁ କହିଲି ଜାଣିଛ ତ ମମି ଯୋଉଦିନ ମରିବ ମୁଁ ସେଇଦିନ ସେ ଘରକୁ ଯିବି। ଡାଡି କହିଲେ? ହଁ ପରା ମୋତେ ଆଉ ଡାଡିକୁ ବାଧ୍ୟ କଲି, ଡାଡିଙ୍କୁ ଛାଡ଼ିଦେଲି। ମୁଁ କହିଲି ହଉ ଆପଣ ଯେବେ ଆପଣଙ୍କ ଇଚ୍ଛା ହବ ଆସିବେ। ତମେ ଜାଣିଛ ଆମ ଜେଜେ ଓଡ଼ିଆ ଘର ଛାଡ଼ି କୁଆଡ଼େ ଚାଲି ଯାଇଛନ୍ତି। ଜେଜେ କୋଉଠି ଚାଲି ଯାଇଛନ୍ତି? ହଁ କୁଆଡେ ଗଲେ? କୁଆଡ଼େ ଗଲେ ତ ମୁଁ ଜାଣିନି। ମମି ତମେ ଜାଣିଛ ଜେଜେ ମୋତେ ବାଧ୍ୟ କରୁଛନ୍ତି ମୁଁ ଗୋଟେ କୋଉ ନଳିଆ ଝିଅ କୁଆଡ଼େ ବାହା ହେଇଛି। ହଁ ମମି ତମେ ତ ଜାଣିଛ ମୁଁ କାହାକୁ ଭଲ ପାଇ ଆଉ କାହାକୁ ହୃଦୟ ଦେଇଛି। ସେ ଆଉ କେହି ନୁହେଁ ମମି, ସେ ହଉଛି ମୋ କାଜଲ। ବାବା ଆଇଁଷ ଛାଡ଼ି ଦେଇଛି। ଆଉ ତମର ଇଏ କେବେ ସବ ବଞ୍ଚିଛ ଅଛ ତମ ବିଧବା? ଜଗନ୍ନାଥ ତମେ ମୋତେ କ୍ଷମା କରିଦିଅ ଜଗନ୍ନାଥ। ମୋ ପାପର ପ୍ରାୟଶ୍ଚିତ ପାଇଁ ସାରା ଜୀବନ ଦାସିକି ହେଇ ମୁଁ ତମ ପାଦ ତଳେ ରହିବାକୁ ଚାହେଁ। ତମେ ମୋତେ କ୍ଷମା କରିଦିଅ, କ୍ଷମା କରିଦିଅ। ଦେଖ ବାବା ଦେଖ ସାର୍ ମୁଁ ପରା ଫେରି ଆସିଲିଣି। ଶୁଣ କିଛି ବ୍ୟସ୍ତ ହବା ଦରକାର ନାହିଁ। ତମେ ଜଲ୍ଦି ଭିତରକୁ ଗଲ। ଏ ଧଳା ଶାଢ଼ୀଟା ଖୋଲି ଦେଇ ମୁଁ ଗୋଟେ ସୁନ୍ଦର ନାଲି ଶାଢ଼ୀ ପିନ୍ଧିବ ପାଖକୁ ଆସ। ଯାଅ ଆରେ ଯାଅ। ଜାଣିଛୁ ଜଗନ୍ନାଥ ଏ କାଜଲଟା ନା ବହୁତ ଭଲ ଝିଅ। ତୁ ଏ ଘରୁ ଗଲା ଦିନ ଠାରୁ ଏମିତି ବିଧବା ବେଶରେ ଏ ଘରେ ପଡି ରହିଛି। ଏ ମମି ଆମ ପ୍ରଳୟଟା କାହିଁ ଦେଖିଛନି? ପ୍ରଳୟ? ହଁ ତା ବିଷୟରେ କଣ କହିବି? ମାନେ ପ୍ରଳୟ ନାହିଁ ରେ। ନାହିଁ ତୁ ଏ ଘରୁ ଗଲା ଦିନ ଠାରୁ ତୋ ଜେଜେଙ୍କ ଠାକୁର ଘରେ ବଠା ପିନ୍ଧି ପୂଜା କରୁଛି। ପ୍ରଳୟ ତାର ଏମିତିଆ ପରିବର୍ତ୍ତନ ଦେଖି ଡର ଲାଗୁଛି ରେ। ବାବା ଲୋ ଏ ପ୍ରଳୟକୁ ଡାକି ବୁଝାଲୋ। ଦେଖୁଛୁ ପ୍ରଳୟ? ଆରେ ଏ ପ୍ରଳୟ ପ୍ରଳୟ ମମି ସେ ମୋ କଥା ଶୁଣିବେନି। ତମେ ତାକୁ ଡାକ ଡାକ। ହଁ ପ୍ରଳୟ ବାବା ପ୍ରଳୟ ଆଇଲୁ ବାବା। হরে কৃষ্ণ ওম নম ভগবতে বাসুদেবায়। ভগবতে বাসুদেবায়। দেখুଛୁ জগନ୍ନାଥ ତୋ ଭାଇ ପ୍ରଳୟକୁ ଦେଖୁଛୁ ତ ତାର ଏମିତିଆ ପରିବର୍ତ୍ତନ ଦେଖେ ଡର ଲାଗୁଛି ରେ। ମତେ ଲାଗୁଛି ସଂସାର ମାୟା ତୁଟେଇ ଦେଲା। ବୁଝାଲୋ ଧନ ବୁଝା। বাসুদেবায়। ଏଠି ଏଠିକି ଆସିଲୁ। ତୁ କେବଳ ସେ ଠାକୁର ଯାଇ ପୂଜା କଲୁଣି? ହଁ ତୋତେ କିଏ କହୁଛନ୍ତି ପୂଜା ପାଇଁ? ଆପଣ ବାଧ୍ୟ କରିଛନ୍ତି ବଡ଼ ଭାଇ। ମୁଁ ବାଧ୍ୟ କରୁଛି ଯିବା ପାଇଁ। ମଣିଷ ହଁ ବଡ଼ ଭାଇ ଆପଣ ମୋତେ ବାଧ୍ୟ କରିଛନ୍ତି। ଏ ବଡ଼ ଭାଇ ମୁଁ ପ୍ରତ୍ୟେକ ଦିନ ଠାକୁର ଘର ଖୋଲି ଠାକୁରଙ୍କୁ ଧୂପ ଦୀପ୍ୟ ନୈବେଦ୍ୟ ବାଢ଼ି ଠାକୁରଙ୍କୁ ପୂଜା କରି ଏମିତିଆ ଶଙ୍ଖ ବଜେଇ ମୁଁ କେବଳ ଏତିକି ମାଗେ, ହେ ପ୍ରଭୁ ଜଗନ୍ନାଥ ଜଗନ୍ନାଥ ମୋ ବଡ଼ ଭାଇ ଜଗନ୍ନାଥଙ୍କୁ ମୋ ପାଖକୁ ଫେରାଇ ଦିଅ। ଜମା ବ୍ୟସ୍ତ ହନା। এই শুন সেই জগন্নাথ কথা শুনেছেন। দেখুন
ମୁଁ ପରା ଫେରି ଆସିବି। ଏ ଭାଇ ଜଲ୍ଦି ଭିତରକୁ ଯା, ଏ ମଠାଟା ଖୋଲିଦେଇ ଗୋଟେ ବଢିଆ ଡ୍ରେସ୍ ପିନ୍ଧିକି ଗୋଟେ ସରପ୍ରାଇଜ ଅଛି। ଖୋଲି ପାରିବିନି। କ'ଣ? ଏସବୁ ଖୋଲି ପାରିବିନି। ଏସବୁ ପିନ୍ଧି ଠାକୁରଙ୍କୁ କେତେ ଭକ୍ତିର ସହ ଡାକି ମୁଁ ଯେତେବେଳେ ଆପଣଙ୍କୁ ଫେରି ପାଇଛି, ଏସବୁ ଖୋଲିଦେଲେ ଠାକୁରଙ୍କ ପ୍ରତି ଅବମାନନା ହବ। ଖୋଲି ପାରିବି। ମୋ କଥା ଶୁଣିବୁନି ତ? ନା ଶୁଣିବୁନି ତ? ତାହେଲେ ଏବେ ଘର ଛାଡ଼ି ମୁଁ ଯାଉଛି। ବଡ଼ ଭାଇ ଆଉ ଯିବା କଥା କୁହନ୍ତୁ। ବଡ଼ ଭାଇ ଆପଣ ନଥିଲେ ବୋଲି ଦେଖିଲେ ମୋ ମମିକୁ ଦେଖିଲେ କେମିତି ନ ଖାଇ ନ ପିଇ ଶୁଖି କଳା କାଠ ପଡ଼ିଗଲାଣି। ସେ ଏବେ ସୁଟିଂରୁ ଫେରିଛି ତ, ସେ ମେକଅପ୍ ଛଡ଼େଇନି, ମେକଅପ୍ ଛଡ଼େଇ ଦେଲେ ଶୁଖି କଳା କାଠ ପଡ଼ିଗଲା। ଆରେ ଆଜ୍ଞା ତୁ ସତରେ ବଦଳି ଯାଇଛୁ। ଆଜ୍ଞା। ଆଉ ତୁ ଯଦି ସତରେ ବଦଳି ଯାଇଛୁ ସେଇଟା ଆମେ ସବୁଠୁ ବଡ଼ ଖୁସିର କଥା। ଓମ୍ ନମ ଭଗବତେ ବାସୁଦେବ। ବଡ଼ ଭାଇ ଆପଣ କ'ଣ ସତରେ ମୋତେ କ୍ଷମା କରିଦେଇଛନ୍ତି? ଏ ବାଗା ମୋ ସାନ ଭାଇଟାକୁ ମୁଁ କ୍ଷମା କରିଦେବି। এটা ধর ভিতরକୁ যা, আগে চেঞ্জ করে বড়িয়া ড্রেস পিন্ধিকে জলদি। বড় ভাই ମୋ କଥାଟା କାହିଁ ମାନୁନି? ଆପଣ କ'ଣ ସତରେ ମୋତେ କ୍ଷମା କରିଦେଇଛନ୍ତି? আরে ହଁ କ୍ଷମା କରିଦେବି। ଓମ୍ ନମ ଭଗବତେ ବାସୁଦେବାୟ। ପୁଣି କ'ଣ ହେଲା? ମୁଁ ଚାଣ୍ଡାଳ କେଡ ବଡ଼ ଭୁଲ କରିଛି, ଭୁଲି ଯାଇଥିଲି ଗୋଟେ କଥା। ମୋ ବଡ଼ ଭାଇ ଓମ୍ ନମ ଭଗବତେ ବାସୁଦେବାୟ। आज ମୁଁ ଠିକ୍ ଜାଣୁଛି ମୋ ପୁଅ ହଁ ମୋ ତୁ ହଁ ମମି ମୋରି ପୁଅ, କେବଳ ତୁ ମୋ ପୁଅରେ। ବାବା ଲୋ ଗେଲୁ ନାକୁ ବୁଝିଲ ଶୁଣ ନା, ମୁଁ ଗେଲୁ ଓ ଭାଇ ମା ଏ ଠାକୁର ଘର ଚାବି ଚାବି ମତେ ଦିଅନି, ଆଉ ମୋ ପୁଅ ଜଗାକୁ ଦିଅ। ବାବୁ এই ঠাকুর ঘর চাবি। অমন রাজবীর অনেক রে, তাছাড়া সে মো শ্বশুর, কিন্তু ମୋ ঘরে ওয়াচম্যান। ହଁ ବାବା, ଏ ଅମର ରାଜବୀର ଅନେକ ଅପରାଧୀର ଅପରାଧୀ। ଏ 10 ବର୍ଷର ଅନେକ କ୍ଷତି ବି କରିଛି। ତାର ପ୍ରାୟଶ୍ଚିତ ସ୍ୱରୂପ ଏ 10 ବର୍ଷର ୱାଚମ୍ୟାନ ଭାବରେ ରହି ସାରା ଜୀବନ ବିତେଇବେ। ନାଇଁ ନାଇଁ ନାଇଁ, ଦେଖନ୍ତୁ ଆପଣ ହଉଛନ୍ତି ମୋ ଶ୍ୱଶୁର। ଏ ବର୍ଷ ଯଦି ଏଠି ଆପଣଙ୍କୁ ଦେଖିବ ମୋ ସମ୍ମାନ ରଖିବ ତ? ମୋ ସମ୍ମାନ ମାଟିରେ ମିଶିବାକୁ ଯାଉଛି ରେ। ମାନେ ଆଉ ମରିଯିବା କଥା ଶୁଣି ଇନ୍ସୁରାନ୍ସ କମ୍ପାନୀ ଦେଇଥିବା 10 କୋଟି ଟଙ୍କା ଯଦି ମୁଁ ଫେରେଇ ନ ଦିଏ, ଜେଲ ଫାଶୀ, ମରିଯିବି ରେ। ଆଇ ମମି, ଏତେ ବଡ଼ ଅଘଟନ ଘଟିବା ପୂର୍ବରୁ ମୁଁ 10 କୋଟି ଟଙ୍କା ଇନ୍ସୁରାନ୍ସ କମ୍ପାନୀକୁ ଫେରାଇ ଦେବି। ଫେରେଇ ଦେବ ମମି ମୋ ପୁଅ, ଫେରେଇ ଦେବ। ଆଉ ମୁଁ ମରିଯିବିନି, ମୋ ପୁଅ ଫେରେଇ ଦେବ, ତେବେ ତମେ ଫେରେଇ ଦେବ ମୋ ପୁଅ। কাজল মমি মো কাজলের শাড়িটা পুরা মস্ত দেখেছ। সুন্দর, বহু সুন্দর, ଗୋଟିଏ ଚାଉଳରେ ଗଢ଼ା। କାଜଲ ଏତେ ଦିନ ପରେ ସିନ୍ଦୁର ପିନ୍ଧିଲୁ, ଜଗାକୁ ପ୍ରଣାମ କର। এ মমি এসব বহুত পুরোনো হলো। মমি কাজল আর মোর মিলন পর্বটাকে আজ আমি পুরা ধুমধামে সেলিব্রেট করিবা। ତୁ କହ উইথ হার্ড ড্রিঙ্কস। hard drinks? হ্যাঁ, তম সমস্ত প্রিয় ব্ল্যাক ডগ। ও বড় ভাই ତମେ ଜମା ଚିନ୍ତା କରନି, ମୁଁ ସାଙ୍ଗେ ସାଙ୍ଗେ ରେଡି କରିଦେବି। তোর କିଛି ବ୍ୟସ୍ତ ଦରକାର ନାହିଁ। ମୁଁ ପ୍ରେମାନନ୍ଦକୁ କହିଦେବି, ପ୍ରେମାନନ୍ଦ ଏବେ ଆରେଞ୍ଜ କରି ପୁରା ଆସୁଥିବେ। ଆସିକି ପହଞ୍ଚିଗଲାଣି। ଆଜ୍ଞା ଆପଣ ଜମା ବ୍ୟସ୍ତ ହଉଥିଲେ, କାହାର କେତେ ପାଣି ଲାଗେ ମୁଁ ସେଟା ସବୁ ଆଗରୁ ଜାଣିଛି। ସାଙ୍ଗେ ସାଙ୍ଗେ 6 ପ୍ୟାକ୍ ବନେଇ ଦେବୁ। ଆଜ୍ଞା 6 ପ୍ୟାକ୍ କ'ଣ ହବ? ଆମେ 6 ଜଣ ଅଛନ୍ତି ଆଉ 6 ଆଉ ପିଇବ ନେଇ କିଏ ଆଉଥିଲେ କଣ ସାନ ଭାଇ ପିଇବନି? କଣ ତମେ ପିଇବ ନା କଣ? କିଏ ପିଇବନି? ପ୍ରେମାନନ୍ଦ ତମେ ମୋ ସାଙ୍ଗେ ହଁ, ଯାଅ ବଡ ଭାଇ ଆଜି ଆଇଛି ଏତେ ଦିନରେ, ଆରେ ଯାଅ ଏଠୁ। ତା କଙ୍କଡା ଛେଚା ମ୍ୟାକଡୋଲ ଟିକେ ମାରିଦବ। ହଉ ତମ ସ୍ତ୍ରୀ ଯେତେବେଳେ କହିଲେଣି ମୋ କଥାଟା କାଟି ପଡୁନି। ଝାଉଣୁ ପଳା। ହଉ ଆପଣ ମାନେ ପିଅନ୍ତୁ, ମୁଁ ବାହାରୁ ଖାଇକି ଟିକେ ଖୁସି ହଉଛି। ଖାଲି ସେ କଙ୍କଡା ଗୋଡକୁ ଛେଚା ଛେଚା ଟିକେ ଚୁଚୁ। ଏ ମମି ଆଜି ଗୋଲ୍ଡେନ୍ ମୋମେଣ୍ଟରେ
ମୁଁ ନିଜେ ସମସ୍ତ ପାଇଁ ପେକ୍ ବନେଇବି ଏ କାଜଲ ଆସ ମୋତେ ହେଲ୍ପ କର ମୋ ବଡ଼ ଭାଇ peg ready. Kajal, ninnu solve karo ja. ଚାଖଣା ନାହିଁ ଚାଖଣା କଙ୍କଡ଼ା ଛେଚା ଚିଙ୍ଗୁଡ଼ି ଇଲିଶି ମାଛ ଟିକେ ହେଇଥିଲେ ଯଦି ସେଗୁଡ଼ା ଆମ୍ବୁଲ ନାହିଁ କୁମାରୀ ଆମ୍ବୁଲ ଚାଟି ଦେଇଥାନ୍ତି ଆଉ ଗୋଟେ ପ୍ୟାକ୍ ଉଠି ଯାଇଥାନ୍ତା ଆଉ ସେଗୁଡ଼ା କ'ଣ କଲେ ହବ Hello. Hello, police station. IPS ଜଗନ୍ନାଥ ଦାସ ସ୍ପିକିଂ। খুব শীঘ্র আସି দাস ପ୍ୟାଲେସରେ ପହଞ୍ଚନ୍ତୁ ଆଉ ଗୋଟେ ପ୍ୟାକ୍ ଦେଉନା କାହିଁକି ନା 4 ଜଣ ଦୁର୍ବୃତ୍ତ ଅତ୍ୟଧିକ ମଦ ପିଇ ମୃତ୍ୟୁବରଣ କରିଛନ୍ତି ହଟ କମ୍ପ୍ଲିଟଲି ହଟ ମମି ମୁଁ ତମ ସମସ୍ତଙ୍କ ଡ୍ରିଙ୍କସରେ ପୋଟାସିୟମ ସାଇନାଇଟ୍ ମିକ୍ସ କରିଦେବି ମିକ୍ସ ଖାଇଲେ ମଣିଷ ବେଶୀରୁ ବେଶୀ 5 ମିନିଟ୍ ବଞ୍ଚିପାରିବ আমার যাচ্ছি তোদের আজ Try more. It's not only danger, it's too danger for the society. Brother, you too different from others. तू गोटे भाई हुए तू भाई ना रे गोटे भगाड़ी काजल तुमको विधवा वेश भाई भल तमें किंतु आज सधवा वेश मशाणी को जीव हाँ तुम कोके आगे मु निजे खई कौली बिंची তোমার সব স্বপ্নকে মাটিরে মিশাই দিয়েছ আজ মো তোতে mother a lovable person who knows how to give happiness to others तू गोटे मान होबे तू मान नारे गोटे माया आ तो बड़ी ना बच्ची रहिले ए दुनिया रे पापर भारता बढ़ी जिवे ଆଜ୍ଞା ଆପଣ ଯେମିତି କହିଥିଲେ ମୁଁ ସେମିତି ବାଗେଇ ନେଇଥିଲି ମତେ ଟିକେ ବହୁତ ପ୍ରମାଣ ସେମାନେ ମରି ଯାଇନାହାନ୍ତି ଯେ 24 ମୌଜା ଶାନ୍ତ ପଡ଼ିଗଲା ଲାଷ୍ଟ ପର୍ଯ୍ୟନ୍ତ ମୁଁ ଆପଣଙ୍କ ସାଙ୍ଗରେ ଅଛି କିନ୍ତୁ ପୋଲିସ ଆସିବା ଆଗରୁ ଏ ବିଷ ମଦ ଗୁଡ଼ାକ ହଟିଯିବା ଦରକାର ମୁଁ ନେଇଯାଉଛି ମୁଁ IPS ଜଗନ୍ନାଥ ଦାସ ଖାସ୍ ସେଇ ଦିନକୁ ଆଜି ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିଥିଲି ଆଉ ଖାସ୍ ସେଇ ଦିନକୁ ଦେଖିବା ପାଇଁ ମୁଁ ମୋ ପୂଜ୍ୟ ଜେଜେଙ୍କଠୁ ଅଲଗା ହେଇଯାଇଛି ଖାସ୍ ସେଇ ଦିନକୁ ଦେଖିବା ପାଇଁ ଗୋଟେ ନିରୀହ ନିଷ୍ପାପ ଝିଅକୁ ମୁଁ ଧୋକା ଦେଇଛି ହେଲେ ଆଜି ମୁଁ ମୋ ଟାର୍ଗେଟରେ ସକ୍ସେସ୍ ହେଇଛି ତେଣୁକରି ଆଜିଠୁ ଏଇ ମୁହୂର୍ତ୍ତରୁ ମୁଁ ମୋ ଜେଜେଙ୍କ କଥାକୁ ଅକ୍ଷର ଅକ୍ଷରେ ମାନିବି କାହିଁକି ନା ମୋ ଜେଜେ ମତେ କହିଥିଲେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ अभ्युत्थानम धर्मस्य तदात्मानं सृजाम्यहम् परित्राणाय साधूनां विनाशाय च दुष्कृतम् धर्म संस्थापनार्थाय संभवामि जुगे जुगे